ହଁ ରିଏଲ ମିଷ୍ଟ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରାତଃକାଳ ଉପାସନାରେ ଉପସ୍ଥିତ ପ୍ରତ୍ୟେକଙ୍କୁ ପରିତ୍ରାଣକର୍ତ୍ତା ଶୀଘ୍ର ଆସୁଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ନମସ୍କାର ଜଣାଏ। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଉ ଆମଙ୍କର କାର୍ଯ୍ୟସୂଚୀ ଅନୁସାରେ ରୀତା ଆନନ୍ଦ ମ୍ୟାଡମଙ୍କର ଥିଲା, କିନ୍ତୁ ତାଙ୍କର ସେପଟ ବର୍ଷା, କରେଣ୍ଟ ନାହିଁ, ମୋବାଇଲ ଚାର୍ଜିଂ ବି ନାହିଁ, ତେଣୁ ସେ ଜଏନ୍ କରିନାହାନ୍ତି। ଆଉ ଆମମାନେ ଆସନ୍ତୁ, ଆମମାନେ ଆଜିର ଉପାସନାକୁ ଆରମ୍ଭ କରିବା। ମୁଁ ପରିଚାଳନା କରିବି। ଆଉ এই ସମୟରେ ଗୀତ ସହିତ ତାର 37 ଅଧ୍ୟାୟ ତାର 4 ଏବଂ 5 ପଦ ମୁଁ ପଠନ କରିବି। ଗୀତ ସଂହିତା ପୁସ୍ତକ ତାର 37 ତାର 4 and 5 4 and 5 ପଦ ମୁଁ ପଠନ କରିବି। ପ୍ରଭୁଙ୍କ ଠାରେ ଆନନ୍ଦ କର, ସଦା ପ୍ରଭୁଙ୍କ ଠାରେ ତୁମର ଗତି ସମର୍ପଣ କର, ମଧ୍ୟ ତାହାଙ୍କ ଠାରେ ନିର୍ଭର ରଖ, ତଇରେ ସେ ତାହା ସଫଳ କରିବେ। ପ୍ରଭୁ ବାକ୍ୟ ପଠନ ଏବଂ ଶ୍ରବଣରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଧନ୍ୟବାଦ ଦଉଛି ଆଉ ପ୍ରେମାଙ୍ଗିନୀ କରଙ୍କୁ ସୁନ୍ଦର ଭାବରେ ଇଣ୍ଟରସେସରୀ ପ୍ରେୟରକୁ ପରିଚାଳନା କରିଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ବର୍ତ୍ତମାନ ଆମମାନେ ପ୍ରଭୁଙ୍କର ସ୍ତୁତି ଆରାଧନା କରିବା, ପ୍ରଭୁଙ୍କର ପ୍ରଶଂସା କରିବା, ପ୍ରଭୁଙ୍କର ନାମର ଗୌରବ କରିବା। ତା ପୂର୍ବରୁ ଯେଉଁମାନେ କମ୍ଫର୍ଟେବଲ ଜାଗାରେ ଅଛନ୍ତି, ଠିକ ଜାଗାରେ ବସିଛନ୍ତି, ପ୍ରଭୁଙ୍କର ଗୌରବ ନିମନ୍ତେ ପରସ୍ପରକୁ ଉତ୍ସାହିତ କରିବା ନିମନ୍ତେ ଆପଣମାନେ ଭିଡିଓ ଅନ୍ କରିକି ବସିପାରିବେ। ବର୍ତ୍ତମାନ ଆମମାନେ ୱର୍ସିପ କରିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି ଯୁବ ଆଉ ସାଲେମ ଲିମା ବାବୁ। ପ୍ରଭୁ ତାଙ୍କୁ ବ୍ୟବହାର କରୁଅଛନ୍ତି ମାଇଟି ଭାବରେ। ଅଫଲାଇନ ଅନଲାଇନ ମାଧ୍ୟମରେ ସେ ପ୍ରଭୁଙ୍କର ସେବା କାର୍ଯ୍ୟରେ ଅଛନ୍ତି। ବହୁତ ସୁନ୍ଦର ଗୀତ ଲେଖନ୍ତି, ଗୀତ ଗାଆନ୍ତି ମଧ୍ୟ। ତାଙ୍କର ଅନେକ ଗୀତ ଆଉ ହୁମାନ ସାଗର ଗାଇଛନ୍ତି, ଯେଉଁ ଗୀତ ଗୁଡିକ ହିଟ୍ ହେଇଛି। ଆଉ ଆଜି ଆମେ ତାଙ୍କୁ ପାଇ ବହୁତ ଖୁସି, ଲିମା ବାବୁଙ୍କୁ ପାଇ। ଆଉ ପ୍ରଭୁ ଯୀଶୁଙ୍କ ନାମରେ ଆଉ ସାଲେମ ଲିମା ବାବୁଙ୍କୁ ମୁଁ ସ୍ୱାଗତ କରି ଆଉ ପ୍ରଭୁଙ୍କ ଦାସ ଲିମା ବାବୁ ସମ୍ମୁଖକୁ ଆସିବେ ଆଉ ପ୍ରଭୁଙ୍କର ସ୍ତୁତି ଆରାଧନାରେ କଳେଇ ନେବେ। ଅବେ ଟୁ ଲିମା ବାବୁ। थैंक यू सो मच। प्रभुଙ୍କର ନାମର ଗୌରବ ହଉ। এই সুন্দর সুযোগ নিমন্তে ভয়েস অডিবল ଅଛି ଆଜ୍ଞା? এই ସୁନ୍ଦର ସୁଯୋଗ ନିମନ୍ତେ ପ୍ରଭୁ ଯୀଶୁଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି। ତା ସହିତ ହୋଷ୍ଟ ମହାଶୟଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦିଏ। ସେ ଆଉ ମତେ ତାଙ୍କର ଆରାଧନା କରିବା ନିମନ୍ତେ, ତାଙ୍କର ଗୌରବ କରିବା ନିମନ୍ତେ, ପ୍ରଭୁ ଯୀଶୁଙ୍କର ଗୌରବ କରିବା ନିମନ୍ତେ ସୁନ୍ଦର ସୁଯୋଗ ଦେଲେ। ପୁଣି ଆଜିର ଏଇ ପ୍ରଭାତ ସମୟରେ ଆଉ ପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଯେତେ ବି ପ୍ରଭୁଙ୍କର ଦାସ ଦାସୀ ମାନେ ଉପସ୍ଥିତ ହୋଇଛନ୍ତି ସମସ୍ତଙ୍କୁ ମୋ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆଶା କରୁଛି ସମସ୍ତେ ଆପଣ ମାନେ ଆଉ ଭଲରେ ଅଛନ୍ତି। ଆସନ୍ତୁ ଆମମାନେ ପ୍ରଭୁଙ୍କର ଆରାଧନା କରିବାକୁ ଯିବା ପୂର୍ବରୁ ମୁଁ ବୋଧେ ପ୍ରାର୍ଥନା କରିବି। ସମସ୍ତେ ଆପଣା ଆପଣା ଚକ୍ଷୁ ବନ୍ଦ କରିବା। ସ୍ୱର୍ଗୀୟ ପିତା, ଧନ୍ୟବାଦ ଦଉଛି ଆପା, ଆମମାନଙ୍କୁ ତୁମେ ପ୍ରେମ କଲ, ଆମମାନଙ୍କୁ ତୁମେ ଅନୁଗ୍ରହ କରି ପ୍ରଭୁ ଏଇ ପ୍ରଭାତ ସମୟ ଦେଖାଇଲ। ମୋ ଦିନ ଯିବାକୁ ତୁମରି ଲୋକମାନଙ୍କ ସମ୍ମୁଖରେ ତୁମରି ମହିମା କରିବା ନିମନ୍ତେ ବର୍ତ୍ତମାନ ମତେ ଉପସ୍ଥିତ କରାଇଅଛ, ସେଥିପାଇଁ ଧନ୍ୟବାଦ ଦଉଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ମୋ ସହବର୍ତ୍ତୀ ଓ ପବିତ୍ର ଆତ୍ମାଙ୍କର ଅଭିଷେକ ଦେଇ ତୁମେ ପ୍ରଭୁ ମୋ ଦ୍ୱାରା ମହିମା ଏବଂ ଗୌରବ ପାଅ। ସମସ୍ତ ସମୟକୁ ସମସ୍ତ ବିଷୟକୁ ତୁମ ହସ୍ତରେ ସମର୍ପଣ କରି ଶୀଘ୍ର ଆସୁଥିବା ନାଥ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ 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 ଆମେନ୍। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆମମାନେ ଯେହେତୁ ଦୁଃଖ ଭୋଗ ସପ୍ତାହରେ ପଦାର୍ପଣ କରିଅଛୁ, ଆଉ ଏଣୁ ତାଙ୍କ ସେଇ କୃଷ୍ୟ ଦୁଃଖକୁ, କୃଷ୍ୟ ଯାତନାକୁ ସ୍ମରଣ କରି ଆଉ ଆରାଧନା କରିବା, ତାଙ୍କରି ସେଇ ବଳିଦାନକୁ ସ୍ମରଣ କରିବା, ଯିଏ ଆମମାନଙ୍କ ପାଇଁ କୃଷରେ ହତ ହୋଇଅଛନ୍ତି, ହତ ହୋଇଥିଲେ, ଆଉ ଆଜି ବି ସେ ହତ ହୁଅନ୍ତି। ଯଦି ବାକ୍ୟ ଅନୁସାରେ ଯଦି ଆମେ ଦେଖିବା ଯେ ଆମମାନଙ୍କର ଯେଉଁ ପାପ, ଆମମାନେ ଯେଉଁ ଯାତନା ସହିବାର ଥିଲା, ଆମମାନେ ଯେଉଁ ଦୁଃଖ ସହିବାର ଥିଲା, ସେ ଆମମାନଙ୍କର ଦୁଃଖ ଯାତନା ଆଉ ନିଜ ସ୍କନ୍ଧରେ ନେଇଥିଲେ। ଆସୁ ଆମମାନେ ସେଇ ତାଙ୍କର ସେଇ କୃଷ୍ୟ ଦୁଃଖକୁ, କୃଷ୍ୟ ଯାତନାକୁ ଆମେ ସ୍ମରଣ କରିବା ଏବଂ ଆଉ ଗୀତ ମାଧ୍ୟମରେ ତାଙ୍କର ଆରାଧନା କରିବା, ତାଙ୍କର ଗୌରବ କରିବା। କୁହ କାଲ ବରି
নীরবন রহি কুহকাল বরি নীরবন রহি কৃষ্ণর করুণা কথা সতে কি তো দেহে ঝুলিছিলে সিয়ে সতে কি তো দেহে ঝুলিছিলে সিয়ে আপনা বথা আপনা মথা কুহকাল বরি নীরবন রহি কুহকাল বরি নীরবন রহি কৃষ্ণর করুণা কথা সতে কি তো দেহে ঝুলিছিলে সিয়ে সতে কি তো দেহে ঝুলিছিলে সিয়ে নুয়াই আপনা মথা নুয়াই আপনা মথা কালবরে কহ কালবরে কালবরে কহ কালবরে কহ কালবরে আকুল কণ্ঠরে সে উচ্চারিলে ভাববাণী আকুল কণ্ঠরে সে উচ্চারিলে সেই বাণী এলোহি এলোহি লামা সবকথানি এলোহি এলোহি লামা সবকথানি পূর্ণ করি ভাববাণী কালবরে কহ কালবরে কালবরে কহ কালবরে বেদনার গুহারে শুভিলা কি তো পরে বেদনার গুহারে শুভিলা কি তো পরে পিতা ক্ষমা কর পাপ মনুষ্যর পিতা ক্ষমা কর পাপ মনুষ্যর অজ্ঞানী জাতি করি কুহকাল বরি নীরবন রহি কুহকাল বরি নীরবন রহি কৃষ্ণর করুণা কথা সতে কি তো দেহে ঝুলিছিলে সিয়ে সতে কি তো দেহে ঝুলিছিলে সিয়ে নুয়াই আপনা বথা নুয়াই আপনা মথা কালবরে কহ কালবরে কালবরে কহ কালবরে অন্ধকার ভেদ করে নীরবতা ছিন্ন করি অন্ধকার ভেদ করে নীরবতা ছিন্ন করি
সমাপ্ত হইলা, তা কণ্ঠ শুভিলা, সমাপ্ত হইলা, তা কণ্ঠ শুভিলা, বিজয়র এই বাণী। কুহ কাল বরি নীরবন রহি, কুহ কাল বরি নীরবন রহি, কৃষর করুণা কথা। সতে কি তো দেহে ঝুলিছিলে সিয়ে, সতে কি তো দেহে ঝুলিছিলে সিয়ে, নুয়াই আপনা মথা, নুয়াই আপনা মথা। কালবরি ওহ কালবরি, কালবরি, ওহ কালবরি, ওহ কালবরি। ଧନ୍ୟବାଦ ଦଉଛୁ ଯୀଶୁ ବାପା ତମର ସେଇ ତ୍ୟାଗ ପାଇଁ, ଧନ୍ୟବାଦ ଦଉଛୁ ତମର ସେଇ ପ୍ରେମ ପାଇଁ, କେବଳ ତୁମ ସେଇ ପ୍ରେମ ପାଇଁ, କେବଳ ସେଇ ତୁମର ଦୟା ପାଇଁ ଅଛି ଆମମାନେ এই প্রভাত সমୟରେ প্রভু ତୁମର ଆରାଧନା କରିବା ପାଇଁ ବସିଅଛୁ। ଧନ୍ୟବାଦ ଅଛି ଆମମାନଙ୍କର ଦୁଃଖ ସବୁ ତୁମେ ନିଜ ଉପରକୁ ନେଲ, ଆମମାନଙ୍କର ଯାତନା ସବୁ ତୁମେ ବୋହିଲ, ଆମମାନଙ୍କୁ ତୁମ ସେ ସ୍ୱର୍ଗୀୟ ଶାନ୍ତି ଦେବା ପାଇଁ କୃଷରେ ଆପଣ ଜୀବନକୁ ସମର୍ପଣ କଲ। ଆମମାନେ ଯେପରି ପରିତ୍ରାଣ ପାଇବ, ଆମମାନେ ଯେପରି ନର୍କଗାମୀ ନ ହୋଇ ବରଂ ପ୍ରଭୁ ତୁମ ସେ ସ୍ୱର୍ଗୀୟ ରାଜ୍ୟକୁ ପ୍ରବେଶ କରିବୁ, ସେଥିପାଇଁ ଆପଣ ଜୀବନକୁ ତୁମେ କୃଷରେ ଉତ୍ସର୍ଗ କଲ। ତୁମେ ମନୁଷ୍ୟ ମାନଙ୍କ ଦ୍ୱାରା ବିଚାରିତ ହେଲ ବାପା, ସେଥିପାଇଁ ଧନ୍ୟବାଦ ଦଉଛି ବାପା। ଥ୍ୟାଙ୍କ ୟୁ ଲର୍ଡ, ଥ୍ୟାଙ୍କ ୟୁ ଫର ୟୋର ଲଭ୍, ଥ୍ୟାଙ୍କ ୟୁ ହୋଲି ସ୍ପିରିଟ। ଝୁଲିଲ ମୋ ପାଇଁ କ୍ରୁଶରେ, ଆହେ ମୋର ଯୀଶୁ ସୁନ୍ଦର, ଝରିଗଲା ଝର ଝର କେତେ ତପ ତରୁ ଧୀର, ঝুলিল ମୋ ପାଇଁ କ୍ରୁଶରେ, ଆହେ ମୋର ଯୀଶୁ ସୁନ୍ଦର, ଝରିଗଲା ଝର ଝର କେତେ ତପ ତରୁ ଧୀର, ঝুলিল ମୋ ପାଇଁ କ୍ରୁଶରେ, রকতে রঞ্জিত শরীর, ছুটে তহু প্রেমর ধার, রকতে রঞ্জিত শরীর, ছুটে তহু প্রেমর ধার, ମୋର ପାପ ଧୋଇବା ପାଇଁ ବହିଥିଲା ସେ ଧାର ଧାର, ଝୁଲିଲ ମୋ ପାଇଁ କ୍ରୁଶରେ, ଆହେ ମୋର ଯୀଶୁ ସୁନ୍ଦର, ଝରିଗଲା ଝର ଝର କେତେ ତପ ତରୁ ଧୀର, ঝুলিল ମୋ ପାଇଁ କ୍ରୁଶରେ। ପ୍ରଭୁ ଯୀଶୁ କ୍ରୁଶ ବିନାରେ, ନୋହୁ ମୋର ଦର୍ପ କାହିଁରେ, প্রভু যীশু ক্রুশ বিনারে, নহু মোর দর্প কাহিরে, যেতে প্রিয় অসার পেড়ি, থুয়ে পদে মু বার বার, যেতে প্রিয় অসার পেড়ি, থুয়ে পদে মু বার বার, ঝুলিল ମୋ ପାଇଁ କ୍ରୁଶରେ, ସହିଲ ହି କେତେ କଷଣ,
नाही काही प्रेम सन ସହିଲାହି କେତେ କଷଣ ନାହିଁ କାହିଁ ପ୍ରେମ ସନ করে দাবি তুমরি প্রেম দেহ আত্মা মন মোহর করে দাবি তুমরি প্রেম দেহ আত্মা মন মোহর ঝুলিল মো পাই তুষরে আহে মোর যিশু সুন্দর ঝরি গলা ঝর ঝর কেতে তপতর ধীর ঝুলিল ମୋ ପାଇଁ କ୍ରୁଶରେ। ଆସନ୍ତୁ ଆମମାନେ ଆଉ ଏକ ସୁନ୍ଦର ଗୀତ ଦ୍ୱାରା ତାଙ୍କର ନିକଟତର ହେବା। ଈଶ୍ୱରଙ୍କ ବାକ୍ୟ ଶୁଣିବା ପୂର୍ବରୁ ଆପଣ ଆପଣଙ୍କ ହୃଦୟକୁ ତାହାଙ୍କଠାରେ ସମର୍ପଣ କରିବା, ଅନୁତାପର ସହିତ ତାହାଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କର ପ୍ରଶଂସା କରିବା। ଥ୍ୟାଙ୍କ ୟୁ ଲର୍ଡ। ଅନୁତାପ ନିରନେ କାନ୍ଦେ ମୋ ଅନ୍ତର ଭାଳେ ମୋହି ଦେଲ କିମ୍ପା ମୋ ଲାଗି ରୁଧିର ଅନୁତାପ ନିରନେ କାନ୍ଦେ ମୋ ଅନ୍ତର ଭାଳେ ମୋହି ଦେଲ କିମ୍ପା ମୋ ଲାଗି ରୁଧିର অনুতাপ নিরনে নিরনে সৃষ্টি পাই মনে কিংপা সরাগ যে ভরিল তুমি কিংপা নীরবরে ক্রুশ বহি গল সৃষ্টি পাই মনে কিংপা সরাগ যে ভরিল তুমি কিংপা নীরবরে ক্রুশ বহি গল ক্রুশ ঝরা বাণী তুম ক্রুশ ঝরা বাণী তুম কেতে যে মধুর কেতে যে মধুর অনুতাপ নিরনে নিরনে পাপ পথে হজিথিলি তুমি কিংপা খোঁজিল ମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଗଲ ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲ ମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଗଲ ପତିତ ମୁଁ ଯାଏ ଛୁଇଁ ପତିତ ମୁଁ ଯାଏ ଛୁଇଁ ତୁମରି ପୟର ତୁମରି ପୟର অনুতাপ নিরনে
ଧନ୍ୟବାଦ ଦଉଛି ଈଶ୍ୱର। ତୁମର ଆରାଧନା କରିବା ପାଇଁ ମୋ ଦିନ ଯିବାକୁ, ମୋ ପାପି ଯିବାକୁ ତୁମେ ସାହାଯ୍ୟ କଲ। ତୁମର ଉପସ୍ଥିତିକୁ ଅନୁଭବ କରିବା ପାଇଁ ଆମମାନଙ୍କୁ ତୁମେ ସାହାଯ୍ୟ କଲ। ମୁଁ ବିଶ୍ୱାସ କରୁଅଛି ଏହି ଆରାଧନା ସ୍ୱର୍ଗରେ ଗ୍ରହଣୀୟ ହୋଇଅଛି। ପ୍ରାର୍ଥନା ଶୁଣିଲ, ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିବି। ଆମେନ୍, 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 ଆମେନ୍। Thank you so much. Over to you, Pastor. थैंक यू सालेम भाई, बहुत धन्यवाद। बहुत सुंदर भावे वर्शिप करिसंती, हृदय स्पर्शी गीत सब गान करिसंती। आसंते को उच्च करताल देई आमाने धन्यवाद देबा। प्रभु आशीर्वाद करंतु बाबू, एई भली आपण प्रभु को सहित रुहंतु, ऑफलाइन ऑनलाइन माध्यम रे प्रभु को पाई व्यवहृत होथांतो। वर्तमान आमने विज्ञापन को सुनिबा। संक्षिप्त भाव रे विज्ञापन प्रकाश करिबे। आमान को मध्य रे प्रभु को दास अछंती पंचम गेट टुगेदर सभापति रेवरेंड प्रमोद परिचा सार को प्रभु जीशु नाम मो सम्मुख को आह्वान करी प्रभु को दास आसीबे, संक्षिप्त रे विज्ञापन को प्रकाश करिबे। उपस्थित समस्त मोर आंतरिक नमस्कार। प्रभु को महत नाम को धन्यवाद दिए। प्रभु अनुग्रह करी दया करी आज यही दिन देखिया पाए दिल एवं रियल मिस्ट्री जूम माध्यम रे एकत्रित होगा पाए सुंदर सुजोग देइछन्ते। आमे ऑनलाइन माध्यम रे एकत्रित हेचु। आमे प्रार्थना करूचु, प्रभु को ठारे निर्भर करूचु, विश्वास करूचु। आमान को ऑफलाइन रे गेट टुगेदर करबा निमंते आमाने जो सुंदर योजना करिचु प्रभु निश्चय सफल करिवे। आमानकर प्रार्थनार आवश्यकता रही। आपने प्रत्येक दिन प्रत्येक मुहूर्त रे प्रभु ठारे प्रार्थना करंतु जे फिफ्थ गेट टुगेदर जे प्रकार सफल होई परिबो, सेथि निमंते नित्य दिन प्रार्थना करंतु। आ एक सूचना जे आमानकर 1 2 3 गोटे सप्ताहटी आ जोठी हम जो अनुष्ठान रे करा जायतिला से छुट्टी थिबारु सेठी आमानकर 7 तारिख रु आमे जिबा पय हेबो, जोटा कि मे 31 रे जिबा कथा सेटा आमे मे जून 7 तारिख रे जिबा, 11 तारिख रे सेटु फेरिबा। तेणु मु समस्त को जणै दिए जे सेथि निमंते आमाने 2 तारिख रे हम टिकेट करबार थिला, किंतु ताहा टिके घुंचिबो। 5 तारिख परे आमानकर टिकेट हेबो। जो माने टिकेट निजे करछुंती भलो कथा, ताको ता ट्रेन टाइम भी दे देछि, किंतु 31 बोली जो टाइम देछि सेटा 7 तारिख करा जिवो। से 7 तारिख रे आमे इठू बाहरिबा। आमे 9 तारिख सकाळे पहुंचबा। 9 10 रहे हमरो गेट टुगेदर हेबो। 11 तारिख रे आउटिंग बीटिंग हेबो। 11 राति रे बाहरी के 12 तारिख दिन आमे हैदराबाद आसीबा। 12 तारिख रु आसी 12 तारिख राति रे के 13 तारिख सकाळे आमानको निजर गतव्य पथरे पहुंचीबा। तेणु आमानकर जो माने चाकरी करछथि से माने भाबंतु नै जे हमरो स्कूल खोली जिवो कि कार्य नाही, आ से समय छुट्टी रहिबो। 17 पर्यंत छुट्टी अछि। तेणु करी आमे गोटे सप्ताहटी सेमानकर छुट्टी थिबारु आमे जोटे प्रोग्राम होची से प्रोग्राम वाला हम रिक्वेस्ट कले, जणैले जे से सप्ताहटी हमर छुट्टी रहूची। तेणु आपण माने 7 रु आरंभ करंतु। आमर आसी पहुंचते 8 रु आमर खोला हो जिवो। तेणु करी आपण माने आसी पहुंचिया पाए से माने अनुरोध करथिले। से अनुसार आमाने जे आमानकर दिगा लागे तांको सहित गतकाली आमे आलोचना करिथिलु। आलोचना परे ताकू मध्ये आमे वर्तमान 40,000 एडवांस देई देइचु, ऑलरेडी पेड कर देइचु। आ से सब आमानकर होस्ट पाकू तार मेनू फेनू आमे कोन कोन खाइबा कहबो तार मध्ये आमे जणै देइचु जे अमको जिंस आमे खाइबु। आ तांकर मुंबई रे जोटा दउछन्दी से अनुसार त आमे खाइ परिबे कि नाही कि सेति पय हमर ओडिसा रे मेनू आमे पठेइचु। से माने निहाती आमानकु जणैबे। आ से अनुसार समस्त कार्य हबो। आ जे माने ए पर्यंत रजिस्ट्रेशन फीस देई नांती शीघ्र देई दियंतु। आ जे माने ट्रेन टिकेट मध्ये करिया पाए चाहउछन्दी जोगाजोग करंतु। आ जे माने एसी रे जीवा को चाहउछन्दी जीवा आसिया पाखा पाखी 4,000 हेबो। आ जो माने स्लीपर जीवा पाए इच्छा करछन्दी पाखा पाखी 2,000 टंका हबो। तेणु करी एथि निमंते समस्त प्रस्तुत होंतु। आमने प्रभुंकर ठारे प्रार्थना करिबा, प्रस्तुतिर सहित से स्थान को दिबा, प्रभुंकर गौरव करिबा, प्रभुंकर धन्यवाद देकी आमे आउ थरे निज निज स्थान को फेरिया जो। एथि मात्र समस्त नमस्कार। नमस्कार, नमस्कार, धन्यवाद सर, परिचय सर, बहुत बहुत धन्यवाद।
ସୁନ୍ଦର ଭାବରେ ଆପଣ ବିଜ୍ଞାପନକୁ ଉପସ୍ଥାପନ କରିଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ, ବିଶ୍ୱାସ କରେ, ଆମେ ସମସ୍ତେ ଶୁଣିଛୁ, ବୁଝିଛୁ ମଧ୍ୟ ସେଇ ଅନୁସାରେ ଆମମାନେ ମେଣ୍ଟାଲି, ଫିଜିକାଲି, ଫାଇନାନ୍ସିଆଲି, ସ୍ପିରିଚୁଆଲି ଆମମାନେ ପ୍ରିପେୟାର ହେବା ଆଉ ସେଇ 5th ଗେଟ୍ ଟୁଗେଦର ପାଇଁ ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସଂକ୍ଷିପ୍ତରେ ପ୍ରାର୍ଥନା କରିବେ। ଆମମାନଙ୍କର ମାଲବା ମଣ୍ଡଳୀର ଡିକନ ଜେନା ସାର୍ ଅଛନ୍ତି, ଆଉ ଅନୁରୋଧ करे ପବିତ୍ର ଜେନା ସାର୍ଙ୍କୁ ଯେ ସଂକ୍ଷିପ୍ତରେ ପ୍ରାର୍ଥନା କରିବେ ବର୍ଷିପ କରିଥିବା ଭାଇ ସାଲେମ ଲିମାଙ୍କ ପାଇଁ, ତାଙ୍କର ଜବ୍ ପାଇଁ, ତାଙ୍କର ସେବା କାର୍ଯ୍ୟ ପାଇଁ, ପରିବାର ପାଇଁ। ଆମେ ସାଲେମ ଲିମା ଭାଇଙ୍କୁ ମଧ୍ୟ କମିଟି ତରଫରୁ ଆମେ ନିମନ୍ତ୍ରଣ କରୁଛୁ ଯେ ଭାଇ ବମ୍ବେ ଆସନ୍ତୁ, ଆପଣ ସେଠାରେ ବର୍ଷିପ କରିବେ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ। ଆଉ ସାଲେମ ଲିମା ଭାଇଙ୍କ ପାଇଁ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ବାକ୍ୟ ନେଇ ଆସୁଅଛନ୍ତି ପ୍ରଭୁଙ୍କ ଦାସ ରେଭରେଣ୍ଡ ହସେଇ କରାର ସାରଙ୍କ ପାଇଁ। ତା ସହିତ ଆଉ ବିଜ୍ଞାପନ ଶୁଣିଛୁ 5th ଗେଟ୍ ଟୁଗେଦର ସଫଳତା ନିମନ୍ତେ ଏବଂ ଜୁମ୍ ରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକଙ୍କ ନିମନ୍ତେ ଆଉ ସମସ୍ତ ବିଷୟ ନେଇ ପ୍ରାର୍ଥନାରେ ସ୍ମରଣ କରନ୍ତୁ ସାର୍। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଦୟାଳୁ ପ୍ରଭୁ, ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ଦଉଛୁ। ପ୍ରଭୁ ଆମମାନଙ୍କୁ ପ୍ରେମ କଲ, ତୁମର ସେ ଅସୀମ ପ୍ରେମ ଦୟାରୁ ପୁନର୍ବାର ଏକ ଦିନର ପ୍ରତ୍ୟୁଷରେ ରିଏଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ତରଫରୁ ଏକ ପ୍ଲାଟଫର୍ମ ମାଧ୍ୟମରେ ଏ ସୁନ୍ଦର ଅବକାଶ ଦେଲ ବସି ତୁମର ସେ ଆରାଧନା ସ୍ତୁତି ପ୍ରଶଂସା କରିବା ପାଇଁ। ପ୍ରଭୁ ପ୍ରାର୍ଥନା କରୁଛି, ପ୍ରିୟ ତୁମର ଦାସ କର ଆଜ୍ଞାଙ୍କୁ ଯୋଉ ତୁମର ସେ ପବିତ୍ର ଆତ୍ମାର ଶକ୍ତି ଦେଇଛ ପ୍ରଭୁ, ତୁମର ସେଇ ଯୋଉ ପ୍ରଭୁ ଜ୍ଞାନରେ ଏକ ଜୁମ୍ ପ୍ରତିଷ୍ଠିତ କରି ପ୍ରଭୁ ଏ ପର୍ଯ୍ୟନ୍ତ ପରିଚାଳନା କରି ଆସୁଅଛନ୍ତି, ମଧ୍ୟ ଆଜି ମଧ୍ୟ ଆମଙ୍କର ସମ୍ମୁଖରେ ପରିଚାଳନା କରୁଅଛନ୍ତି। ତାଙ୍କ ସେବା କାର୍ଯ୍ୟ, ତାଙ୍କ ପରିବାର, ତାଙ୍କ ସମସ୍ତ କାର୍ଯ୍ୟରେ ତୁମେ ଆଶୀର୍ବାଦ ଅନୁଗ୍ରହ କର। ବର୍ତ୍ତମାନ ପ୍ରଭୁ ପଞ୍ଚସ୍ତି ପ୍ରାର୍ଥନାରେ କଡ଼ ନେଉଥିବା ଏ ଆନନ୍ଦକୁ ତୁମର ହସ୍ତରେ ସମର୍ପଣ କରୁଛି ବାପା। ତାଙ୍କୁ ତୁମର ସେ ପବିତ୍ର ଆତ୍ମାର କର୍ତ୍ତୃତ୍ୱ କର। ଏହିପରି ପ୍ରତ୍ୟେକ ସମୟରେ ଆରାଧନା ସ୍ତୁତି ପ୍ରଶଂସା ପରିଚାଳନା କରି ତୁମର ଗୋ ପ୍ରଶଂସା କରିବାକୁ ପାରିବେ, ଏଥିପାଇଁ ତୁମେ ତାଙ୍କୁ ଦୟା କର। ମଧ୍ୟ ସାଲେମ ଲିମା ଭାଇଙ୍କୁ ତୁମର ହସ୍ତରେ ସମର୍ପଣ କରୁଛ। ତାଙ୍କୁ ତୁମେ ସୁକଣ୍ଠ ଦେଇଛ। ଆଜି ପ୍ରାତଃ ସମୟରେ ତୁମ ନିକଟବର୍ତ୍ତୀ ହେଇ ଆମମାନଙ୍କର ସମ୍ମୁଖରେ ତୁମର ସେ ଗୌରବ କରିବା ନିମନ୍ତେ ଆରାଧନା ସ୍ତୁତି ପ୍ରଶଂସା କରିଅଛନ୍ତି। ତାଙ୍କୁ ତୁମର ହସ୍ତରେ ସମର୍ପଣ କରୁଛି। ତାଙ୍କ ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଏପରି ସୁକଣ୍ଠ ଦିଅ, ତୁମର ଗୌର ପ୍ରଶଂସା କରିବାକୁ ପାରିବେ, ଏଥିପାଇଁ ତୁମେ ଦୟା କର। ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର। ବାପା ପ୍ରାର୍ଥନା କରୁଛି ଆଜି ଦିନ, ହଁ ପ୍ରଭୁ ତୁମେ ଯେଉଁ ଦାସଙ୍କୁ ଆଜି ମନୋନୀତ କରିଛ ତାଙ୍କର ମୁଖରୁ ତୁମ ଜୀବନ୍ତ ବାକ୍ୟ ପରିପ୍ରକାଶ କରିବା ପାଇଁ ପ୍ରଭୁ ପ୍ରାର୍ଥନା କରୁଛୁ ବାପା। ବାସ୍ତବ ଭାବରେ ତାଙ୍କୁ ତୁମେ ପବିତ୍ର ଆତ୍ମାର କର୍ତ୍ତୃତ୍ୱ କର, ଅବତରଣ କର। ବାକ୍ୟ ରୂପୀ କଥା ତୁମେ କୁହ ପ୍ରଭୁ, તે ଦ୍ୱାରା ମୁଖରେ ଯେଉଁ ବାକ୍ୟ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତ ଅଛି ପ୍ରଭୁ, ତାଙ୍କୁ ତୁମେ ସ୍ମରଣ ଶକ୍ତି ଦିଅ। ତୁମେ ଲୁଚ ଯାଅ, ତୁମେ ହିଁ କଥା କୁହ। ପ୍ରତ୍ୟେକ ଶୁଣିବୁ, ଗ୍ରହଣ କରି ବିଶ୍ୱାସ କରି ପ୍ରସ୍ତୁତ ହେବେ, ଏଥିପାଇଁ ତୁମେ ଦୟା କର। ତାଙ୍କ ସେବା କାର୍ଯ୍ୟ, ତାଙ୍କ ପରିବାରକୁ ସମସ୍ତଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ କର। ପ୍ରାର୍ଥନା କରୁଛି ଯେତେକ ଆମେ ଡିଭାଇସରେ ଅଛୁ ପ୍ରତ୍ୟେକଙ୍କୁ ତୁମେ ଦୟା କର। ଏପର୍ଯ୍ୟନ୍ତ ଯଦି କୌଣସି କାରଣବଶତଃ ପ୍ରଭୁ ଜଏନ୍ କରିପାରିନାହାନ୍ତି ତୁମ ଦାସ ଦାସୀ ମାନେ, ସେମାନେ ଯେପରି ଜଏନ୍ କରିବାକୁ ପାରିବେ, ଏଥିପାଇଁ ତୁମେ ଦୟା କର। ମଧ୍ୟ ପ୍ରଭୁ ଆମେ ଆନାଉନ୍ସମେଣ୍ଟ ଶୁଣିବାକୁ ପାରିଲୁ ତୁମ ଦାସ ପରିଚା ଆଜ୍ଞାଙ୍କ ଦ୍ୱାରା 5ମ ଗେଟ୍ ଟୁଗେଦର ମୁମ୍ବାଇ ସହରରେ ପ୍ରଭୁ ଅନୁଷ୍ଠିତ ହେବାକୁ ଯାଉଛି। 7 ତାରିଖ ପର୍ଯ୍ୟନ୍ତ ଫେରି ଘରକୁ ପହଞ୍ଚି, ଘରୁ 7 ତାରିଖ ବାହାରି ପ୍ରଭୁ ସମସ୍ତ କାର୍ଯ୍ୟକ୍ରମ କରି ତୁମର ପ୍ରଶଂସା କରି 13 ତାରିଖରେ ଆମେ ଗୃହକୁ ପହଞ୍ଚିବୁ। ଏଇ ଦିନମାନଙ୍କରେ ତୁମର ହସ୍ତ ସମର୍ପଣ କରୁଛି ବାପା। ଯେଉଁମାନେ ଯିବାକୁ ଇଚ୍ଛୁକ ହେଇ ବାବୁ ପୁଞ୍ଜୀକରଣ କରିଅଛନ୍ତି, ଯେଉଁମାନେ ଯିବାକୁ ଯାଇ ମନସ୍ଥ କରିଅଛନ୍ତି, ପ୍ରତ୍ୟେକଙ୍କୁ ତୁମକୁ ହସ୍ତ ସମର୍ପଣ କରୁଛି ବାପା। ସେମାନଙ୍କର ସମସ୍ତଙ୍କର ଶରୀରର ସ୍ୱାସ୍ଥ୍ୟ କର, ଦୟା କର। ଏବଂ ସେହିପରି ପ୍ରଭୁ ଜିହ୍ବା ଜିରି ହୁଅ, ଅର୍ଥ ଯୋଗାଅ। ଅର୍ଥ ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ହୁଏ। ଜିହ୍ବା ଜିରୁଆ ହୋଇ ତୁମେ ଅର୍ଥ ଯୋଗାଇ ସମସ୍ତ ଦ୍ୱାରା କାର୍ଯ୍ୟ କରି ତୁମର ଗୌରବ ପ୍ରଶଂସା କରିବାକୁ ପାରିବେ, ଏଥିପାଇଁ ତୁମେ ଦୟା କର। ଏ ସମସ୍ତ ପ୍ରାର୍ଥନା ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି ପିତା, ଆମେନ୍ 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 ଆମେନ୍। ଧନ୍ୟବାଦ ସାର୍, ଆପଣ ସମସ୍ତ ବିଷୟ ନେଇ ବୋଝର ସହିତ ପ୍ରାର୍ଥନା କରିଅଛନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମେ ବିଳମ୍ବ କରିବା ନାହିଁ, ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଆମେ ଶ୍ରବଣ କରିବା ପାଇଁ ଯିବା। ଆମମାନଙ୍କ ମଧ୍ୟରେ ଆଉ ଚତୁର୍ଥ ବାଣୀ ନେଇ ଆସୁଅଛନ୍ତି ପ୍ରଭୁଙ୍କର ଦାସ, ଆମେ ସମସ୍ତଙ୍କର ଅତି ପ୍ରିୟ, ସୁପରିଚିତ ଆଉ
ତାଙ୍କ ପାଇଁ ଆମେ ବହୁତ ଖୁସି। ମଝିରେ ଦ୍ୱିତୀୟ ବାଣୀ ଥିଲା, କିନ୍ତୁ ସାର୍ଙ୍କର ନେଟୱାର୍କ ପ୍ରୋବ୍ଲେମ, ଇଲେକ୍ଟ୍ରିସିଟି ପ୍ରୋବ୍ଲେମ ଥିବା ହେତୁ ଦ୍ୱିତୀୟ ବାଣୀ ଦେଇପାରିଲେ ନାହିଁ। କିନ୍ତୁ ଆଜି ପୁଣି ଥରେ ପ୍ରଭୁଙ୍କ ଦାସଙ୍କୁ ଆମେ ଅନୁରୋଧ କଲୁ, ଆମମାନଙ୍କର ଅନୁରୋଧ ରକ୍ଷା କରି ଆସିଅଛନ୍ତି। ଆଉ ରେଭରେଣ୍ଡ ହସଇ କରାର ସାର୍ଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରି ପ୍ରଭୁଙ୍କ ଦାସ ସମ୍ମୁଖକୁ ଆସିବି। ପ୍ରଭୁଙ୍କର ସେ ମୁଖ ନିର୍ଗତ ଆଉ ସେଇ ଚତୁର୍ଥ ବାଣୀକୁ ପ୍ରକାଶ କରିବି। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମମାନେ କରାର ସାର୍ଙ୍କୁ ସ୍ୱାଗତ କରିବା। ଅବେଟ ଟୁ କରାର ସାର୍। ନମସ୍କାର, ସମସ୍ତଙ୍କୁ ମୁଁ ନମସ୍କାର ଦଉଛି। ନମସ୍କାର। ନମସ୍କାର ପ୍ରଭୁ ସାର୍। ପ୍ରଭୁ ଆଜି ଏମାନଙ୍କୁ ସୁନ୍ଦର ଅବକାଶ ଦେଇଛନ୍ତି ପ୍ରାତଃ ସମୟରେ ତାଙ୍କ ନିକଟକୁ ଆସିବା ପାଇଁ। ଆଉ ଆମେ ଆରାଧନା ମାଧ୍ୟମରେ ଅତି ସୁନ୍ଦର ଗୀତ ମାନ ଶୁଣିଲୁ, ଯାହା ହୃଦୟ ସ୍ପର୍ଶୀ ଥିଲା ଏବଂ ନିଜର ଜୀବନକୁ ସମୀକ୍ଷା କରି ପ୍ରଭୁଙ୍କ ନିକଟକୁ ଆସିବାର ସୁନ୍ଦର ଅବକାଶ ଥିଲା। ତେଣୁ ମୁଁ ସାଲିମ ବାବୁଙ୍କୁ ମଧ୍ୟ ଧନ୍ୟବାଦ ଦଉଛି ଆଉ ମତେ ଆହ୍ୱାନ କରିଥିବାରୁ ଜିତୁକର ବାବୁଙ୍କୁ ମଧ୍ୟ ପୁନର୍ବାର ଧନ୍ୟବାଦ ଦଉଛି। ଉପସ୍ଥିତ ସମସ୍ତଙ୍କୁ ମୋ ହୃଦୟର କୃତଜ୍ଞତା ଜଣାଉଛି। ନିଶ୍ଚିତ ଭାବରେ ମୋର ଶନିବାର ଦିନ ଦ୍ୱିତୀୟ ବାଣୀ କହିବାର ସୁଯୋଗ ଥିଲା, କିନ୍ତୁ ଆମର ଏଇଠି ଶୁକ୍ରବାର ଦିନ ଠାରୁ ହିଁ ବିଦ୍ୟୁତ ଅଭାବ, କାରେଣ୍ଟ ଅଭାବ ହେଲା, ନେଟୱାର୍କ ପ୍ରୋବ୍ଲେମ ଆସିଲା। ଆଉ ମୁଁ ଜାଣିଲି ଯେ ଶୁକ୍ରବାର ଦିନ ଜଣେଇ ଦେବାକୁ ପଡିବ, ତେଣୁ ମୁଁ ଜଣେଇ ଦେଇଥିଲି। ଆଉ ଯାହା ହଉ ପ୍ରଭୁ ସାହାଯ୍ୟ କରିଛନ୍ତି, ଆପଣମାନେ ସେ ବିଷୟରେ ଶୁଣିଛନ୍ତି। ପୁନର୍ବାର ମତେ ଅନୁଗ୍ରହ କରି ଆଉ ଆଜି ଚତୁର୍ଥ ବାଣୀ ବିଷୟରେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ପ୍ରଭୁଙ୍କୁ ଗୌରବ ଦେବା ସଙ୍ଗେ ସଙ୍ଗେ ଆଉ ରିଏଲ ମିନିଷ୍ଟ୍ରିକୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି। ଆମେ ଚତୁର୍ଥ ବାଣୀ ଦେଖୁଛୁ। ଚତୁର୍ଥ ବାଣୀ ମୁଁ କାଲି ଦିନ ସାରା ଘାଣ୍ଟି ହଉଥିଲି। ଚତୁର୍ଥ ବାଣୀରେ ଆମେ କିଛି ଗୋଟେ ସାମଞ୍ଜସ୍ୟ ପଦ ଗୁଡାକ ପାଇବା ଟିକେ କଷ୍ଟକର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ 7ଟି ବାଣୀ ଆମେ ସାଧାରଣତଃ ଚିନ୍ତା କରିଥାଉ, ସମସ୍ତ ବାଣୀ ଗୁଡାକରେ ତାର ରିଲେଟେଡ ସମ୍ପର୍କିତ ଶବ୍ଦ ବା ବାକ୍ୟାଂଶ ଆଉ ସହଜରେ ମିଳିଯାଏ। କିନ୍ତୁ ଚତୁର୍ଥ ବାଣୀରେ ମୋ ପାଇଁ କଷ୍ଟ, ମୁଁ ଏତେ ସହଜରେ ମୁଁ ପାଇପାରିଲିନି। କିନ୍ତୁ ପ୍ରଭୁ ଆମମାନଙ୍କୁ କଥା କହିବେ, ଏ କଥା ମୋର ବିଶ୍ୱାସ ଅଛି। ଚତୁର୍ଥ ବାଣୀ ଏ ପ୍ରକାର ଲେଖା ଯାଇଛି ଯେ ମାଥ୍ୟୁ ତାର 27:46, ଯଦି କିଏ ପଢିବେ, ନହେଲେ ମୁଁ ମଧ୍ୟ ପଢିବି। ଆଉ 27 ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମତେ କାହିଁକି ପରିତ୍ୟାଗ କଲ? ଆମେ ଟିକେ ସଂକ୍ଷିପ୍ତ ପ୍ରାର୍ଥନା କରିବା, ତାପରେ ଆରମ୍ଭ କରିବା। ମହିମାମୟ ସ୍ୱର୍ଗବାସ ପିତା, ତୁମ ପବିତ୍ର ମହତ ନାମର ଧନ୍ୟବାଦ ଦଉଛୁ, କାରଣ ତୁମେ ସତ୍ୟ, ତୁମ ବାକ୍ୟ ସତ୍ୟ। ତୁମ ସେ ସତ୍ୟ ବାକ୍ୟ ଦ୍ୱାରା ଆମମାନଙ୍କୁ ଜୀବନ ଯୁକ୍ତ କରି ମହିଆନ ହୁଅ। ମୁଁ ଧୂଳି ନଗଣ୍ୟ ଆପଣଙ୍କୁ ତୁମର ଚଞ୍ଚଳ ଅବନତ କରୁଛି। ତୁମେ ଆମମାନଙ୍କୁ ତୁମ ନାମ ସକାଶେ କଥା କୁହ। ମହିମା ତୁମର ହଉ, ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ। ଆମେ ଏଇଠି ଦେଖୁଛୁ ଯେ ଏଲି ଏଲି ଲାମା ସବକ୍ତାନି, ଏଇଟା ଗୋଟେ ଆରବିକ ଶବ୍ଦ, କିନ୍ତୁ ତାର ଅର୍ଥ ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମେ ମତେ କାହିଁକି ପରିତ୍ୟାଗ କଲ? ଆମେ ସମସ୍ତେ ଭଲ ରୂପେ ଜାଣିଛୁ ଯେ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କର ସହିତ ସମ୍ପର୍କ କଣ। ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କୁ ପିତା ବୋଲି ହିଁ ସମ୍ବୋଧନ କରିବାର ଧର୍ମଶାସ୍ତ୍ର ଆମମାନଙ୍କୁ ଅଧିକ ପ୍ରମାଣ ଦଉଛି। କେବଳ ମାଥ୍ୟୁ 27:46, ଲୁକ 15:34, ଏ ଦୁଇଟି ପଦକୁ ଛାଡିଦେଲେ ଈଶ୍ୱର ବୋଲି ଆଉ କୋଉଠି ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରକାଶ କରିବାର ଜଣାଯାଏ ନାହିଁ। ଏଇଠି ଯୀଶୁ ସେ ଦୁଃଖରେ କହୁଛନ୍ତି, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁ ମତେ କାହିଁକି ପରିତ୍ୟାଗ କଲ? ଦେଖନ୍ତୁ, ପରିତ୍ୟାଗ ଗୋଟେ ଶବ୍ଦ, ଏ ପ୍ରକାର ଶବ୍ଦ
ଯେ ନିଃସହାୟ, ନିଃସଙ୍ଗ, ଆଶାହୀନ ସମସ୍ତ ବିଷୟ ସେଠି ପୂରିକି ରହିଛି। ଆମେ ବାଇବେଲକୁ ଭଲ ଭାବରେ ଦେଖୁଛୁ, ପ୍ରଭୁଙ୍କ ବାକ୍ୟ ଭଲ ଭାବରେ ଦେଖୁଛୁ, ଜାଣିଛୁ ବା ପଢୁଛୁ, ଆମେ ଶୁଣୁଛୁ ଯେ ତାହାଙ୍କ ବିନା କୌଣସି ବିଷୟ ସୃଷ୍ଟ ହୋଇନାହିଁ ବା ସୃଷ୍ଟି ହେଇନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିନା ପିତା ପରମେଶ୍ୱର କୌଣସି ବିଷୟକୁ ସୃଷ୍ଟି କରିନାହାନ୍ତି। ହେଲେ ଏଇ ଶବ୍ଦ, ଏଇ ବାକ୍ୟାଂଶ ଯେତେବେଳେ ଆମେ ଚିନ୍ତା କରୁଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ସୃଷ୍ଟିକର୍ତ୍ତା। ସେଇଠି ପରମେଶ୍ୱରଙ୍କର ସହାୟତାରେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସୃଷ୍ଟି କରୁଛନ୍ତି। ପିତା, ପୁତ୍ର, ପବିତ୍ର ଆତ୍ମା ମିଳିତ ଭାବରେ ସମସ୍ତ ସୃଷ୍ଟି ସର୍ଜନା କରିଛନ୍ତି, ସମସ୍ତ ବିଷୟକୁ ରଚନା କରିଛନ୍ତି, ସମସ୍ତ ଯୋଜନାକୁ ସଫଳ କରିକି ଆସୁଛନ୍ତି। କିନ୍ତୁ ଦୁଃଖ ଭୋଗ ସପ୍ତାହରେ ଆଉ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଟଙ୍ଗେଇ ଦିଆଯାଇଛି, ଆମେ ତାର ପୂର୍ବ ପଦଟା ଦେଖୁଛୁ। ତ ଲେଖା ଅଛି 45ରେ, ମାଥ୍ୟୁ 27:45, ପରେ 12 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶ ଯାକ ଅନ୍ଧକାର ଘୋଟିଗଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସକାଳ 9 ଘଣ୍ଟା ସମୟରେ କ୍ରୁଶରେ ଟଙ୍ଗେଇ ଦିଆଯାଇଛି, କିନ୍ତୁ ଏଠି ଦେଖୁଛୁ 12 ଘଣ୍ଟାରୁ 3 ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଘେରିକି ରହିଛି। ପ୍ରଭୁ ସେଇ ଅନ୍ଧକାରର ସମୟରେ, ଯେହେତୁ 46 ପଦ ସ୍ପଷ୍ଟ ଭାବରେ ଆମକୁ କହୁଛି, ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଏଇ କଥା କହୁଛନ୍ତି। ଅନ୍ଧକାର ମାନେ ସେଇ ସମୟରେ ସମ୍ପୂର୍ଣ୍ଣ ଅନ୍ଧକାର ଘଟି ଯାଇଛି। ଯୀଶୁ ଖ୍ରୀଷ୍ଟଙ୍କର ଯେତେବେଳେ କ୍ରୁଶରେ ସେ ଝୁଲୁଛନ୍ତି, କ୍ରୁଶରେ ଦୁଃଖ ଭୋଗ କରୁଛନ୍ତି, ପିତା ପରମେଶ୍ୱର ସେ ପୁତ୍ରଙ୍କୁ ମନୋନୀତ କଲେ ଏଇ ଦୁଃଖ ଭୋଗିବା ପାଇଁ। ଆମେ ଯଦି ଚିନ୍ତା କରିବା ଭଲ ଭାବରେ, ଏଇଟା ହଠାତ୍ ଘଟିନି। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ହତ ହେଲେ, ପିତା ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କିଛି ସମୟ ପାଇଁ ପରିତ୍ୟାଗ କରିଦେଲେ ବା ଆଢୁଆଳରେ ରହିଗଲେ, ନିଜ ମୁଖକୁ ଲୁଚେଇ ଦେଲେ। ଏଇଟା ଅଚାନକ ଘଟିନି, ହଠାତ୍ କିଛି ହେଇନି। ଏଇଟା ପରମେଶ୍ୱରଙ୍କର ଭାବବାଣୀ ଥିଲା। ପରମେଶ୍ୱର ଏ କଥା କହିଥିଲେ। ଆମେ ଯେତେବେଳେ ତାର ଗୀତ ସଂହିତା 22:1 ଦେଖୁଛୁ, ଟିକେ ପଢିବେ, ଟିକେ ପଢନ୍ତୁ ଆଜି। ଗୀତ ସଂହିତା 22:1। ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମତେ ପରିତ୍ୟାଗ କରିଅଛ? ମତେ ସାହାଯ୍ୟ କରିବାରୁ ଓ ମୋ ଆର୍ତ୍ତନାଦରୁ ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ? ଏଇଠି ଦେଖନ୍ତୁ, ଦାଉଦ ଏଇ ଗୀତ ଲେଖୁଛନ୍ତି, ତା ଜୀବନର ଅନୁଭୂତିରେ ଲେଖୁଛନ୍ତି, କିନ୍ତୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ସେ ଲେଖୁଛନ୍ତି। ଯଦିଓ ବା ଦାଉଦଙ୍କ ଜୀବନରେ ଦୁଃଖ କ୍ରନ୍ଦନ ଆସିଛି, ସେ ନିଃସଙ୍ଗ ଅନୁଭବ କରିଛନ୍ତି, ତଥାପି ଏଇ ଗୀତ ସଂହିତା 22:1 ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଲେଖାଯାଇଛି। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ ଖ୍ରୀଷ୍ଟଙ୍କୁ ଏକ ସମୟରେ ପିତା ପରମେଶ୍ୱର ପରିତ୍ୟାଗ କରିବେ। ଯୋଉ ସମୟରେ ଖ୍ରୀଷ୍ଟଙ୍କ ଉପରେ ଦୁଃଖ ଯନ୍ତ୍ରଣା ମାଡି ପଡିଥିବ, ଦୁଃଖ ଯନ୍ତ୍ରଣା ଯେତେବେଳେ ଭୋଗ କରିବେ, ସେଇ ସମୟରେ ସେ ନିଃସଙ୍ଗତା ଅନୁଭବ କରିବେ। ଦେଖନ୍ତୁ, ମନୁଷ୍ୟ ଜୀବନରେ ଦୁଃଖ ସମୟରେ, ଯନ୍ତ୍ରଣା ସମୟରେ, ରୋଦନ ସମୟରେ ଯଦି କେହି ନିଜର ମିତ୍ର ହୁଅନ୍ତୁ, ନିଜର ଆତ୍ମୀୟ ସ୍ୱଜନ ହୁଅନ୍ତୁ, ସେମାନେ ଆସିକି ଯଦି ପାଖରେ ଟିକେ ଠିଆ ହେବେ, ହାତ ଟିକେ ଭିଡିକି ଧରିଦେବେ, ନହେଲେ ପିଠି ଟିକେ ଥାପୁଡି ଦେବେ, ସେତେବେଳେ ଦୁଃଖଟା ଟିକେ ଗୋଟେ ହାଲକା ଭଳିଆ ଲାଗିବ। ଦୁଃଖ ତ ସେମ୍ ରେଟରେ ଅଛି, ଦୁଃଖର ହାର ସମାନ ଅଛି, କିନ୍ତୁ ନିଜର ପ୍ରିୟଜନର ସ୍ପର୍ଶ, ପ୍ରିୟଜନର ଉପସ୍ଥିତି ଦୁଃଖକୁ ଅଳ୍ପ ମାତ୍ରାରେ ଲାଘବ କରିଦେଇଥାଏ। ଏଇଠି ଆମେ ଦେଖୁଛୁ ଯେ ଦାଉଦ ସେ ଦୁଃଖ ଅନୁଭବ କରୁଛନ୍ତି। ଦାଉଦଙ୍କର ପରମେଶ୍ୱରଙ୍କ ପ୍ରତି ହିଁ ଲକ୍ଷ୍ୟ ଅଛି। ସେ ମନୁଷ୍ୟମାନଙ୍କୁ, ଆତ୍ମୀୟ ସ୍ୱଜନକୁ ସେ କାହାରି ଉପସ୍ଥିତି ଚାହୁଁନାହାନ୍ତି, ପରମେଶ୍ୱରଙ୍କର ଉପସ୍ଥିତି ଚାହୁଁଛନ୍ତି ତାଙ୍କ ଦୁଃଖ ସମୟରେ। କିନ୍ତୁ ଅନ୍ୟ ପକ୍ଷରେ ଆମେ ଦେଖିବା, ଏଇଟା ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଲେଖାଯାଇଛି।
ଯୀଶୁ ଖ୍ରୀଷ୍ଟ ସେଇ ସମୟରେ ସେ ନିଃସଙ୍ଗ ହେବେ, ତାଙ୍କ ନିକଟରେ ଆଉ କେହି ରହିବେନି। ଆଉ ସେଥିପାଇଁ ସେ ପରିତ୍ୟକ୍ତ ଭାବ ଅନୁଭବ କରୁଛନ୍ତି। ଆଚ୍ଛା, ଆମେ କିଛି ବିଷୟ ଟିକେ ଆଲୋଚନା କରିବା। ଈଶ୍ୱରଙ୍କ ଦୃଷ୍ଟିରେ ଗୋଟିଏ ଦିନ ମନୁଷ୍ୟ ମାନଙ୍କ ପାଇଁ କେତେ ଦିନ ବୋଲି ଆମେ ସାଧାରଣତଃ ଧର୍ମଶାସ୍ତ୍ର ମାନଙ୍କୁ କହୁଛେ? ସହସ୍ର ବର୍ଷ, ନାଇଁ କି? ସହସ୍ର ବର୍ଷ। ଈଶ୍ୱରଙ୍କ ଦୃଷ୍ଟିରେ ଯଦି ଗୋଟିଏ ଦିନ ମନୁଷ୍ୟ ମାନଙ୍କ ପାଇଁ ଜଗତରେ ସହସ୍ର ବର୍ଷ। ଆଚ୍ଛା, ଈଶ୍ୱରଙ୍କ ଗୋଟିଏ ଦିନକୁ ମନୁଷ୍ୟକୁ ସହସ୍ର ବର୍ଷ ଲାଗୁଛି। ଖ୍ରୀଷ୍ଟ ଯୀଶୁ ଜଗତରେ କେତେ ଦିନ ଥିଲେ? 33 ବର୍ଷ 6 ମାସ। ତାକୁ ଯଦି ଆମେ ଏମିତି କାଉଣ୍ଟ କରିବା ବୋଲେ ପାଖାପାଖି ମୁଁ ଏମିତି କାଉଣ୍ଟ କରିଥିଲି, ଗୋଟେ 42 ମିନିଟ ଛାଡିଛନ୍ତି ପ୍ରଭୁ, ଗୋଟେ 42 ମିନିଟ। ଈଶ୍ୱରଙ୍କର ଗଣନାରେ ସ୍ୱର୍ଗ ରାଜ୍ୟରେ ଘଣ୍ଟା ଅଛି କି ସମୟ ଅଛି ଏ କଥା ମୁଁ ଜାଣିନି, ଯେହେତୁ ଏ ଶବ୍ଦକୁ ନେଇକି ମୁଁ ଗଣନା କଲି ଯେ ଗୋଟେ 42 ମିନିଟ ଛାଡିଛନ୍ତି। ଆମେ ସାଧାରଣତଃ ଗୋଟେ କ୍ଲାସ, ଗୋଟେ ମେସେଜ, ଗୋଟେ ସଂଗତି ଗୋଟେ 40 ମିନିଟ 50 ମିନିଟ ହେଲେ ଆମକୁ ଟିକେ ଭଲ ଲାଗେ, ନାଇଁ କି? ତାପରେ ଆମକୁ ଟିକେ ଅଡୁଆ ଲାଗେ। ହେଲେ ବହୁତ ସମୟ ମଧ୍ୟ ଛାଡି ନାହାନ୍ତି ଈଶ୍ୱର ତାଙ୍କ ଦୃଷ୍ଟିରେ। କିନ୍ତୁ ଜଗତରେ ଯୀଶୁ ଖ୍ରୀଷ୍ଟ 33 ବର୍ଷ 6 ମାସ ରହିଲେ, ବହୁତ କମ ସମୟ। ହେଲେ ଏ କମ ସମୟ ନିଃସଙ୍ଗ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚାହୁଁନାହାନ୍ତି। ତାପରେ ସେଇଟା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେ କମ ସମୟ। କିନ୍ତୁ ଆଜି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଝୁଲୁଛନ୍ତି, ଆଉ ସେଇ ସମୟର ନିଃସଙ୍ଗ ବିଷୟ ଆଉ ଯୀଶୁ ସ୍ୱୀକାର କରୁଛନ୍ତି, ପିତା ତୁ ମତେ କାହିଁକି ପରିତ୍ୟାଗ କରିଦେଲ? ଦେଖନ୍ତୁ, ଏ ମତେ କାହିଁକି ପରିତ୍ୟାଗ କରିଦେଲ ତହିଁରେ ବିଭିନ୍ନ ପ୍ରକାର ପ୍ରଶ୍ନ ମନରେ ଆସିବ, ବିଭିନ୍ନ ପ୍ରକାର ପ୍ରଶ୍ନ। କେମିତି ମତେ କାହିଁକି ପରିତ୍ୟାଗ କଲ? ତାର ଅର୍ଥ ମୁଁ ତ ସେମିତି ଭୁଲ କରିନାହିଁ, ମୁଁ ତ ସେମିତି ପାପ କରିନାହିଁ, ମୁଁ ତ ତୁମର ଅବାଧ୍ୟ ହେଇନାହିଁ, ମତେ କାହିଁକି ତମେ ପରିତ୍ୟାଗ କଲ? ଏଇଟା ହଉଛି ତାର ଜେନୁଇନ କଥା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କହିବା ଉଦ୍ଦେଶ୍ୟ। ଦେଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଏ ପ୍ରକାର ଲେଖାଯାଏ, ସେ ପୂର୍ଣ୍ଣ ମନୁଷ୍ୟ ଆଉ ପୂର୍ଣ୍ଣ ଈଶ୍ୱର, 100% ଈଶ୍ୱର 100% ମନୁଷ୍ୟ। ସେ 100% ମନୁଷ୍ୟ ହିସାବରେ ଏ କଥା କହୁଛନ୍ତି, ଈଶ୍ୱର ହିସାବରେ କହୁନାହାନ୍ତି। ଯେହେତୁ ସେ କ୍ରୁଶରେ ଝୁଲୁଛନ୍ତି, ସେତେବେଳେ ସେ କହୁଛନ୍ତି, ପିତା ମତେ କାହିଁକି ପରିତ୍ୟାଗ କଲ? ମୋର କଣ ଦୋଷ ହେଲା? ତୁମେ ତ ମତେ ଜଗତକୁ ପଠେଇଲ, ମୁଁ ଜଗତକୁ ଆସିଲି। ସ୍ୱର୍ଗର ସମସ୍ତ ସୁଖକୁ ଛାଡିକି ଜଗତକୁ ଆସିଲି। ଜଗତରେ ତ ବଢେଇ ଘରେ ରହିଲି, ମୁଁ ତ ଦୁଃଖ କଷ୍ଟରେ ଜୀବନ ଯାପନ କଲି। ତ ମତେ ଆଉ ଯେତେବେଳେ ସେବା କରିବା ପାଇଁ ସେବା କାର୍ଯ୍ୟ ସମୟ ଦେଲ, ସେତେବେଳେ ତ ସେବା କାର୍ଯ୍ୟ କଲି। ତମ କଥା ଅନୁସାରେ ତ ମୁଁ ମୃତ୍ୟୁ ମାନଙ୍କୁ ଉଠେଇଲି, ତମ କଥା ଅନୁସାରେ ତ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲି। ଆଉ କଣ ମୋର ଭୁଲ ହେଲା? ଏଇଟା ମାନବିକ ଭାବରେ ସେ କହୁଛନ୍ତି। ବୋଲେ ପୂର୍ଣ୍ଣ ମନୁଷ୍ୟ 100% ଯୋଉ ମନୁଷ୍ୟ ଅଛନ୍ତି, 100% ମନୁଷ୍ୟ ହିସାବରେ ସେ କହୁଛନ୍ତି, ପିତ ଆଉ ତୁ ମତେ କାହିଁକି ପରିତ୍ୟାଗ କଲ? ତାର ଅର୍ଥ ଆଉ ସେ ମନୁଷ୍ୟ ହିସାବରେ ଦୁଃଖ ପ୍ରକାଶ କରୁଛନ୍ତି ଯେ ପିତାଙ୍କର ଅନୁପସ୍ଥିତି ଯୀଶୁ ବିଲକୁଲ ଚାହୁଁନାହାନ୍ତି। ପିତାଙ୍କର ଅନୁପସ୍ଥିତି, ପିତାଙ୍କର ମୁଖରୁ ସେ ଆଡୁଆଳେ ରହିବା ପାଇଁ ଚାହୁଁନାହାନ୍ତି। ତେଣୁ ଗୀତ ଲେଖକ ଲେଖିଲେ, ମତେ କାହିଁକି ପରିତ୍ୟାଗ କଲ? ଯଦି ଆମେ ଗୀତ 27ର 9 ଟିକେ ଦେଖିବା, ଟିକେ ପଢନ୍ତୁ ଆଜି ଟିକେ। ଗୀତ 27ର 9। ମୋ ଠାରୁ ଆପଣା ମୁଖ ଲୁଚାଅ ନାହିଁ, କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ। ତୁମ୍ଭେ ମୋହର ସହାୟ ହୋଇଅଛ, ହେ ମୋ ପରିତ୍ରାଣର ପରମେଶ୍ୱର, ମତେ ଦୂର କର ନାହିଁ କିମ୍ବା ପରିତ୍ୟାଗ କର ନାହିଁ। ବେଶ, ପରମେଶ୍ୱର ମୁଖ ଲୁଚେଇ ଦେଲେ ଦାଉଦ କେମିତି ଅନୁଭବ କରୁଛନ୍ତି ଦେଖ। ହେ ମୋର ପରିତ୍ରାଣର ପରମେଶ୍ୱର, ତୁମେ ମୋର ଉଦ୍ଧାର କର୍ତ୍ତା, ସମସ୍ତ ପରିପ୍ରେକ୍ଷୀରେ ସମସ୍ତ ପରିସ୍ଥିତିରେ ତୁମେ ମତେ ଜୟ ଦେଇ ଆସୁଛ, ତୁମେ ମତେ ଉଦ୍ଧାର କରି ଆସୁଛ। ତମର ମୁଖ ଯଦି ମୋ ଠାରୁ ଟିକେ ଆଡୁଆଳ ରହିଯାଉଛି, ଟିକେ ଲୁଚି ଯାଉଛି, ମୋ ଜୀବନରେ କିଛି ହେଲେ ଆଉ ସୁଖ ପାଇପାରୁନି। ଏଇ କଥା ବି ଯୀଶୁଙ୍କ ଉଦ୍ଦେଶ୍ୟରେ ଦାଉଦ ଲେଖିଲେ ଯେ କ୍ରୁଶରେ ଯେତେବେଳେ 12 ଘଣ୍ଟାରୁ ଆଉ ସିଏ ଆଉ ଅନ୍ଧକାର ଘଟିଗଲା, ଆଉ ସେଇ ସମୟରେ ପରମେଶ୍ୱର ଅଳ୍ପ କ୍ଷଣ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆଡୁଆଳରେ ରହିଗଲେ, ଅଳ୍ପ ସମୟ ପାଇଁ।
ଆଉ ସେ ଅଳ୍ପ ସମୟ ପାଇଁ ଯୀଶୁ ବ୍ୟାକୁଳ ହଉ କହୁଛନ୍ତି ଯେ ପିତ ତୁ ମତେ କାହିଁକି ପରିତ୍ୟାଗ କଲ? ତମ ମୁଖ କାହିଁକି ମୋ ଠାରୁ ଲୁଚଉଛ? ତମ ମୁଖ ଲୁଚେଇଲେ ମୁଁ ଜୀବନରେ ଶାନ୍ତି ପାଇପାରିବିନି। ମୋ ଜୀବନ ଆଉ ତୃପ୍ତି ଅନୁଭବ କରିପାରୁନି। ମୁଁ ଯଦିଓ ବା ତୁମର ଇଚ୍ଛା ପାଳନ କରିବାକୁ ଆସିଲି, ଯଦିଓ ବା ମୁଁ କୃଷରେ ହତ ହଉଛି, ଯଦିଓ ବା ତୁମର ଆଜ୍ଞାକୁ ମୁଁ ସମ୍ମାନ ଦେଇଛି, ତଥାପି ତୁମେ କାହିଁ ମୋର ଆଉ ମୋ ଠାରୁ ଆପଣ ମୁଖ ଟିକେ ଅଳ୍ପ କ୍ଷଣ ପାଇଁ ଆଉ ଆଢୁଆଳରେ ରଖୁଛ, ଲୁଚେଇକି ରଖୁଛ। ସେଥିପାଇଁ ଯୀଶୁ କହୁଛନ୍ତି ପିତ ମତେ ପରିତ୍ୟାଗ କାହିଁ କଲ? ତ ମୁଖ ମତେ କାହିଁକି ମୋ ଠାରୁ ଟିକେ ଲୁଚେଇ ରଖୁଛ? ଯଦି ଆମେ 42 ଟିକେ ଦେଖିବା, ଗୀତ 42 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, ତୁମ୍ଭେ କାହିଁକି ମତେ ପାଶୋରି ଅଛ? ମୁଁ ବେଶ କାହିଁକି ବେଶ ଶତ୍ରୁ ଠିକ ଅଛି। ଆମେ ପ୍ରଥମ ଦେଖିଲୁ ପରିତ୍ୟାଗ କଥା, ଦ୍ୱିତୀୟରେ ଦେଖିଲୁ ପ୍ରଭୁ ଟିକେ ମୁଖ ଆଡୁଆଳେ ରଖୁଛନ୍ତି, ଟିକେ ଲୁଚେଇ ଦଉଛନ୍ତି। ଏ ଲୁଚ କଥା ବୋଲି ଆମେ ଏମିତି ସ୍ପଷ୍ଟ ବୁଝିପାରିବା। ମନେକର ଗୋଟେ ଛୋଟ ଛୁଆର ବଡ ଭାଇ କି ବଡ ଭଉଣୀ କି ମା କି ବାପା, ଛୋଟ ଛୁଆର ତାର ସେ କେତେ ସାହସୀ, ବିଭିନ୍ନ କଥା ବୁଝିବା ପାଇଁ ତାକୁ ଟିକେ ଛାଡି ଦେଇକି ସେ ଟିକେ ଲୁଚିକି ଠିଆ ହବ। ତାର ଅର୍ଥ ସେ ଛୁଆର ପ୍ରତି ତାର ଯତ୍ନ ଅଛି, ତାର ଧ୍ୟାନ ଅଛି, ତାକୁ ସେ ଛାଡିନି, ତାକୁ ଖାଲି ଅଳ୍ପ ସମୟ ଛାଡି ଦେଖୁଛି। ସେମିତିକା ଭଳିଆ ପରମେଶ୍ୱର ଯୀଶୁଙ୍କୁ କ୍ରୁଶରେ ଗ୍ରହଣ କରୁଛନ୍ତି, କିନ୍ତୁ ଅଳ୍ପ ସମୟ ପାଇଁ ସେ ତାଙ୍କୁ ପାଶୋରିଲା ଭଳିଆ ରହିଛନ୍ତି, ଅଳ୍ପ ସମୟ ପାଇଁ। କିନ୍ତୁ ସେ ଅଳ୍ପ ସମୟ ମଧ୍ୟ ଯୀଶୁ ଚାହୁଁନାହାନ୍ତି ଯେ ପିତା ଅଳ୍ପ ସମୟ ମଧ୍ୟ ମୋ ଠାରୁ ଦୂରରେ ରହନ୍ତୁ, ଅଳ୍ପ ସମୟ ମଧ୍ୟ ତାଙ୍କ ମୁଖ ମୋ ଠାରୁ ଲୁଚାନ୍ତୁ, ଅଳ୍ପ ସମୟ ମଧ୍ୟ ସେ ପରିତ୍ୟାଗ କରନ୍ତୁ। ଏଇଟା ଯୀଶୁ ଚାହୁଁନାହାନ୍ତି, କିନ୍ତୁ ଏଇଟା ଈଶ୍ୱରଙ୍କର ଇଚ୍ଛା ଥିଲା, ଏଇଟା ଭାବବାଣୀ ଥିଲା। ଭାବବାଣୀ ସବୁ ସଫଳ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଥିଲେ। ତେଣୁ ଯିଶାୟା 53 ଅଧ୍ୟାୟ ସମ୍ପୂର୍ଣ୍ଣ ଭାବରେ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ ଉପରେ ସମ୍ପୂର୍ଣ୍ଣ ବର୍ଣ୍ଣନା କରୁଛି, ନାଇଁ କି? ସେ ଅବଜ୍ଞାତ ହେଲେ, ସେ ଅସମ୍ମାନିତ ହେଲେ, ଉପଦ୍ରବୀ ଲୋକମାନେ ତାକୁ ଉପଦ୍ରବୀ ବୋଲି ଭାବିଲେ, ସେମିତି ଗଣନା କଲେ, ନାଇଁ କି? ସେ ପାପ ନ କରି ମଧ୍ୟ ଦୁଷ୍ଟ ମାନଙ୍କର ସଙ୍ଗୀ ହେଲେ। ଏ ସମସ୍ତକୁ ସେ ସଫଳ କରିବା ପାଇଁ ଯେହେତୁ ଆସିଲେ, ଆଉ ସେ ଏ କାର୍ଯ୍ୟ ସେ ସଫଳ କରୁଛନ୍ତି। ଏ କାର୍ଯ୍ୟ ସଫଳ କଲା ସମୟରେ ପ୍ରଭୁ କଣ କରୁଛନ୍ତି? ତାଙ୍କର ଉଦ୍ଦେଶ୍ୟକୁ ପ୍ରଭୁ ସଫଳ କରୁଛନ୍ତି। ପ୍ରଭୁଙ୍କର ଉଦ୍ଦେଶ୍ୟ କଣ ଥିଲା ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶରେ ଆଉ ଗ୍ରହଣ କରିବା ପାଇଁ? ନା, ପାପରୁ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ। ପାପ ଗୋଟେ ଏ ପ୍ରକାର ଜିନିଷ, ଏ ପ୍ରକାର ଗୋଟେ ବିଷୟ ଯେ ପାପ ପବିତ୍ର ପରମେଶ୍ୱରଙ୍କର ସମ୍ମୁଖରେ କୌଣସି ମନୁଷ୍ୟକୁ କେବେ ବି ଠିଆ ହେବା ପାଇଁ ଦବନି। ପାପ ଏ ପ୍ରକାର ଭୟାନକ ବିଷୟ। ପାପକୁ ନେଇ କେହି ବି କେତେ ଖ୍ୟାତି ସମ୍ପନ୍ନ, କେତେ ବିଜ୍ଞ, କେତେ ଧନବାନ, କେତେ ଗୁଣୀ, ଯାହା ବି ହଉ, ଗୁଣ ଗାରିମା ଥାଉ, ଯାହା କିଛି ଥାଉ, ଯଦି ପାପ କିଛି ରହିଯାଇଛି ସେ ପ୍ରଭୁଙ୍କ ନିକଟକୁ ସେ ଯାଇପାରିବ ନାହିଁ। ଆମେ ଯଦି ଏଇ ସମୟରେ ଟିକେ ଅପୂର୍ବ ସ୍ମୃତିକୁ ଆମେ ଟିକେ ଆଉ ଚାଲିଯିବା। ପାପ ଆସିଲା କେମିତି? ଆଜ୍ଞା ଲଙ୍ଘନରୁ ଆସିଲା ପାପ। ଆଜ୍ଞା ଲଙ୍ଘନ ଷ୍ଟାର୍ଟ କଲେ କିଏ? ପ୍ରଥମ ମଣିଷ, ନାଇଁ କି? ପ୍ରଥମ ମଣିଷ ଆଜ୍ଞା ଲଙ୍ଘନ ସେ ଷ୍ଟାର୍ଟ କରିଛି। ଦେଖନ୍ତୁ, ଆମେ ଯଦି ତାକୁ ଟିକେ ବିଚାର ବିମର୍ଶ କରିବା, ଖାଅ ନାହିଁ, ଖାଇଦେଲେ, ଆକୁ ଯଦି ସାଧାରଣ ମନୁଷ୍ୟ ଭାବରେ ଟିକେ ଚିନ୍ତା କରିବା, ଏତେ ଗୁରୁତର ପାପ ପରି ଲାଗୁନି। ଯଦି ଆମେ କୌଣସି ଗୋଟେ ଖାଦ୍ୟ ସାମଗ୍ରୀ ଆମେ ପିଲାମାନଙ୍କ ପାଖରେ ରଖିଦେବା, କହିବା ଏଇଟା ଛୁଇଁବନି, ଖାଇବନି, ପିଲାମାନଙ୍କର ଆଉ କୌତୂହଳ ବଢିଯିବ, ନାଇଁ ସେମାନେ ଛୁଇଁବେ, ଖାଇଦେବେ, ପିଲାମାନଙ୍କର କୌତୂହଳ ବଢିଯିବ। ଏଇଟା ଯଦିଓ ବା ଆମକୁ ସାମାନ୍ୟ ପରି ଜଣା ଯାଉଛି, ଯେହେତୁ ସେ ପବିତ୍ର ପରମେଶ୍ୱର ଆଉ ନ୍ୟାୟବାନ ପରମେଶ୍ୱର, ସେ ସ୍ରଷ୍ଟା, ସେ ସୃଷ୍ଟିକର୍ତ୍ତା, ସମଗ୍ର ମାନବ ଜାତିକୁ ସେ ଉଦ୍ଧାର କରିବା ପାଇଁ ତାଙ୍କର ଇଚ୍ଛା ଅଛି। ଆଉ ମାନବ ଜାତି ତାଙ୍କ ସଙ୍ଗରେ ରହନ୍ତୁ, ତାଙ୍କର ସାନ୍ନିଧ୍ୟ ପାଆନ୍ତୁ, ତାଙ୍କ ସ୍ତୁତି ପ୍ରଶଂସା କରନ୍ତୁ, ଜୀବନରେ ଅମର ଶାନ୍ତିକୁ ଅନୁଭବ କରନ୍ତୁ, ଏଇଟା ପରମେଶ୍ୱରଙ୍କର ଇଚ୍ଛା ଅଛି। ତେଣୁ ଏ ସାମାନ୍ୟ ଆଜ୍ଞା ଲଙ୍ଘନ ମଧ୍ୟ ସେମାନଙ୍କୁ ପରମେଶ୍ୱରଙ୍କ ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଲା, ବିଚ୍ଛେଦ କରିଦେଲା। ତେଣୁ ପରମେଶ୍ୱର ତାଙ୍କୁ କଣ କଲେ?
ଏଦନରୁ ତଡ଼ିଦେଲେ, ଏଦନରୁ ତଡ଼ିଦେଲେ। ଆଉ ଏଦନକୁ ଆଉ ଦୂତମାନଙ୍କର ଗାର୍ଡରେ ରକ୍ଷଣାବେକ୍ଷଣରେ ଏଦନକୁ ରଖିଦେଲେ। ଏ ମନୁଷ୍ୟ ତଡ଼ା ଖାଇଲା। ଏଦନର ସୁଖ ଆଉ ସେ ହରେଇଦେଲା। ଏଦନର ସୁଖ କେବଳ ଯେ ହରେଇଲା, ଆଉ ବିନା କର୍ମ କରିକି ଫଳ ଯା ବିଭିନ୍ନ ପ୍ରକାର ଖାଦ୍ୟ ପାଉଥିଲା, ଶାନ୍ତିରେ ରହୁଥିଲା, କେବଳ ଯେ ସେତିକି ହରେଇଲା ତାହା ନୁହେଁ, ପରମେଶ୍ୱରଙ୍କର ସଙ୍ଗତି ସମ୍ପୂର୍ଣ୍ଣ ହରେଇଦେଲା। ପରମେଶ୍ୱରଙ୍କର ସାନ୍ନିଧ୍ୟ ସମ୍ପୂର୍ଣ୍ଣ ହରେଇଦେଲା। ଯେ ଦିନବସାନ ସମୟରେ ପରମେଶ୍ୱର ଆସୁଥିଲେ, ଆଦମ ହବା ସହିତ ଆଳାପ କରୁଥିଲେ, ସେ ଆଳାପ ଆଉ ନାହିଁ। ଏଥିରୁ ଆମେ ସ୍ପଷ୍ଟ ଭାବରେ ଜାଣିପାରୁଛୁ ଯେ ପରମେଶ୍ୱରଙ୍କ ସହିତ ଆଳାପ ହିଁ ଆମମାନଙ୍କ ଜୀବନକୁ ସ୍ୱଚ୍ଛ, ପବିତ୍ର, ଜୀବନଯୁକ୍ତ କରିପାରେ। ପରମେଶ୍ୱରଙ୍କର ଆଳାପ, ପରମେଶ୍ୱରଙ୍କ ଆମେ ଯେତେ ବି ଆମ ନିଜ ଜୀବନକୁ ସମୀକ୍ଷା କରିବା, ଆମେ ଦିନ ମଧ୍ୟରେ 24 ଘଣ୍ଟା ପାଉଛୁ କି 8 ଘଣ୍ଟା କି 6 ଘଣ୍ଟା 7 ଘଣ୍ଟା ଶୋଉଛୁ, ସେ କଥା ଛାଡନ୍ତୁ। ଆଉ ଦିନ ସାରା କର୍ମମୟ ଜୀବନ ଅଛି। ଏ କର୍ମମୟ ଜୀବନରେ ମଧ୍ୟ ଯଦି ଆମେ କିଛି ସମୟ ଆଣ୍ଠୁ ପାତିବା, କିଛି ସମୟ ଧ୍ୟାନ କରିବା, ସେଇଟା ଗୋଟେ ଏକଦମ ସ୍ପେଶାଲ ଟାଇମ ଥିବ, ପୁରା ସମ୍ପୂର୍ଣ୍ଣ ଭିନ୍ନ ସମୟ ଥିବ। ତେଣୁ ଆଦମ ହବା ପ୍ରତିଦିନ ପରମେଶ୍ୱରଙ୍କ ଯୋଉ ସାନ୍ନିଧ୍ୟ ପାଉଥିଲେ, ସେ ସାନ୍ନିଧ୍ୟ ସେମାନେ ଆଜ୍ଞା ଲଙ୍ଘନ କରିଦେଲେ, ହରେଇ ଦେଲେ। ସାନ୍ନିଧ୍ୟ ହରେଇଲେ ତା ନୁହେଁ, ଜୀବନ ବି ହରେଇଲେ। କାହିଁ ପ୍ରଭୁ କହିଥିଲେ ଯେଉଁଦିନ ଖାଇବ ସେଇଦିନ ମରିବ। ସାନ୍ନିଧ୍ୟ ହରେଇଲେ, ପ୍ରଭୁଙ୍କର ସାନ୍ନିଧ୍ୟ ହରେଇ ଦେଲେ ଜୀବନ ବି ହରେଇବାର ଲକ୍ଷଣ ରହିଛି। ପ୍ରଭୁଙ୍କର ସଙ୍ଗତି ହରେଇ ଦେଲେ ଜୀବନ ହରେଇବାର ଲକ୍ଷ୍ୟ ରହିଛି। ତେଣୁ ଦେଖୁଛୁ ଆଜ୍ଞା ଲଙ୍ଘନ ପାପ। ତେଣୁ ରୋମୀ ପୁସ୍ତକରେ ଲେଖା ଅଛି, ମନୁଷ୍ୟ କେହି ବି ଧାର୍ମିକ ନୁହନ୍ତି, ସମସ୍ତେ ପାପ କରିଅଛନ୍ତି। ପାପୀ ମନୁଷ୍ୟ ଈଶ୍ୱରଙ୍କ ନିକଟକୁ ଯାଇପାରିବ ନାହିଁ, ଈଶ୍ୱରଙ୍କର ସାନ୍ନିଧ୍ୟରେ ଆଉ ରହିପାରିବ ନାହିଁ। କାରଣ ପରମେଶ୍ୱର ସେ ସ୍ରଷ୍ଟା, ମନୁଷ୍ୟକୁ ନିଜ ସାଦୃଶ୍ୟରେ ଗଢିଛନ୍ତି, ମନୁଷ୍ୟକୁ ନିଜ ସାମ୍ନାରେ ରଖିବା ପାଇଁ ସେ ଇଚ୍ଛା କରିଛନ୍ତି, ମନୁଷ୍ୟକୁ ନିଜ ପାଖରେ ରଖିବାକୁ ଇଚ୍ଛା କରିଛନ୍ତି। ଆଉ ସେଇ ମନୁଷ୍ୟ ଆଜି ପରମେଶ୍ୱରଙ୍କର ସାନ୍ନିଧ୍ୟ ହରେଇ ଦେଇଛି। ଆଉ ସେ ବିଭିନ୍ନ ପ୍ରକାର ପାପ ଅଧର୍ମରେ ନିଜର ଜୀବନକୁ ସେ ଜର୍ଜରିତ କରିଯାଇଛି। ମନୁଷ୍ୟର ଆଉ ଭିତର ବାହାର ସମସ୍ତ ପାପମୟ। ପାପ କଥା ଅନେକ ଗୁଡିଏ କଥା ଲେଖା ଅଛି। ମନୁଷ୍ୟ ଅଧର୍ମ କରିଛି, ଅନ୍ୟାୟ କରିଛି। ଯେମିତି ମିଖା ପୁସ୍ତକରେ ଲେଖା ଅଛି, ଆମେ ନ୍ୟାୟ ଚାହିଁଲୁ, ଧର୍ମାଚରଣ ଚାହିଁଲୁ, ତମ ପାଖରେ ନ୍ୟାୟ ନାହିଁ କି ଧର୍ମାଚରଣ ନାହିଁ। ତମ ପାଖେ ଉପଦ୍ରବ ଅଛି, ଯେମିତି ଯିଶାୟା 53:6 ଲେଖା ଅଛି, ଉପଦ୍ରବ ଅଛି। ତମେ ମିଥ୍ୟା କହୁଛ, ଧୋକାବାଜ, ତମେ ଠକାମୀ। ହିତୋପଦେଶ ଯେମିତି 12:22 କହୁଛି, ସତ୍ୟ ପରମେଶ୍ୱର ଚାହିଁଲା ସମୟ ମନୁଷ୍ୟ ମିଥ୍ୟା କହୁଛି। ମନୁଷ୍ୟ ଅଶୁଚି ହେଇଯାଇଛି, ମନୁଷ୍ୟର ଆଉ ନୀତି କିଛି ନାହିଁ, ନୀତି ତା ଜୀବନରେ ଆଉ ନାହିଁ, ତା ଜୀବନ ଚରିତ୍ର ଆଉ ସମ୍ପୂର୍ଣ୍ଣ ଅଶୁଚି ହେଇଯାଇଛି। ମନୁଷ୍ୟ ଗର୍ବ ଅହଙ୍କାର ପୂର୍ଣ୍ଣ ହେଇଯାଇଛି। ହିତ ତାର 16:13 ଯଦି ଦେଖିବା, 18 ଦେଖିବା, ଗର୍ବ ଅହଙ୍କାର ଏ ସବୁ ମନୁଷ୍ୟ ପୂର୍ଣ୍ଣ। ଏବଂ ମନୁଷ୍ୟ ସାର ବିଷୟ ଗୋଟେ ହରେଇ ଦେଇଛି, ଯେ ପରମେଶ୍ୱରଙ୍କୁ ବିଶ୍ୱାସ କରିବା ହରେଇ ଦେଇଛି। ଦେଖନ୍ତୁ କେମିତି ଗୋଟେ ଅନୁଗ୍ରହ ଆମ ପାଇଁ ଆସିଲା, ଅଯାଚିତ ଅନୁଗ୍ରହ। ଆମେ ସମସ୍ତେ ମାନେ ଦରିଦ୍ର, ନିଷ୍ପ, ଅବହେଳିତ ଲୋକମାନେ ଯୀଶୁଙ୍କର ନାମ ଶୁଣି ପାରିଲୁ, ଯୀଶୁଙ୍କୁ ବିଶ୍ୱାସ କରିବା ସୁଯୋଗ ପାଇଲୁ। ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ଦୃଢ ହେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମାଧ୍ୟମ ହେଲେ। ଏ ସମସ୍ତ ଅପୂର୍ବ ସୁଯୋଗ ଆମେ ପାଇଛୁ। କିନ୍ତୁ ସଂସାରରେ ଜ୍ଞାନୀ, ଧନୀ, ମାନି, ଉଚ୍ଚ ବର୍ଗ ଏମିତି ଅନେକ ଅଛନ୍ତି, କୋଟି କୋଟି ଲୋକ ଅଛନ୍ତି, ସେମାନେ ପ୍ରଭୁଙ୍କର ସଙ୍ଗତି ଆଉ ପାଇପାରୁନାହାନ୍ତି। ପ୍ରଭୁଙ୍କର ସଙ୍ଗତି ନ ପାଇବା ଜୀବନ ପାଇଁ ବହୁତ ବ୍ୟାକୁଳର ବିଷୟ। ତେଣୁ ପ୍ରଭୁଙ୍କୁ ବିଶ୍ୱାସ କରିବା ଦ୍ୱାରା ହିଁ ପ୍ରଭୁଙ୍କର ସଙ୍ଗତି ପାଇପାରିବା। ହେଲେ ମନୁଷ୍ୟ ଯୀଶୁଙ୍କୁ ବିଶ୍ୱାସ କରିବାର ମଧ୍ୟ ହରେଇ ଦେଲା। କାରଣ ଲେଖା ଅଛି ଯୋହନ 3:16 କଣ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ଯେପରି ଯେ କେହି ତା ଉପରେ ବିଶ୍ୱାସ କରିବ ସେ ବିନଷ୍ଟ ନୁହେଁ, ଅନନ୍ତ ଜୀବନ ପ୍ରାପ୍ୟ। କେବଳ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ଅନନ୍ତ ଜୀବନ ରଖା ଅଛି। ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ଏଦନରୁ ଯୋଉ ମନୁଷ୍ୟ ତଡା ଖାଇଲା, ସେ ତାଡିତ ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ପିତା ପରମେଶ୍ୱର ଯୋଜନାବଦ୍ଧ ଭାବରେ ଯୀଶୁ ଖ୍ରୀଷ୍ଟଙ୍କୁ ପଠେଇଲେ। ତେଣୁ ମନୁଷ୍ୟ ସମାଜର ଉଦ୍ଧାର ପାଇଁ ବଳି ପ୍ରଥା ବି ଏଦନରୁ ହିଁ ପରମେଶ୍ୱର ଷ୍ଟାର୍ଟ କଲେ। ଏ ଆଦମ ହବାକୁ ସେ ଗୋଟେ ଆଉ କୁହାଯାଏ, ଏଇଟା ଶାସ୍ତ୍ରରେ ଯଦି ବା ଡିଟେଲ ବା ସ୍ୱଚ୍ଛ ଭାବରେ ଲେଖା ଯାଇନି, ସେମାନଙ୍କୁ ଆଉ ଚର୍ମର ବସ୍ତ୍ର ପିନ୍ଧେଇଲେ। କୁଆଡୁ ଚର୍ମ ଆସିଲା କୁଆଡୁ? ତେଣୁ କୁହାଯାଏ ଯେ
ମେଷକୁ ପରମେଶ୍ୱର ଗ୍ରହଣ କଲେ, ଅର୍ଥାତ୍ ବଳି ଗ୍ରହଣ କଲେ, ଆଉ ସେଇଠୁ ଉଦ୍ଧାର କଲେ। ତାପରେ ହେବଲ କଏନର କଥା ଆମେ ଦେଖୁଛୁ, ସେମାନେ ୱର୍ସିପ କରିବାକୁ ଗଲେ। ହେବଲ ସେ କେମିତି ଜାଣିଥିଲା ଯେ ସେ ବଳି ଉତ୍ସର୍ଗ କଲା? ପରମେଶ୍ୱରଙ୍କର ଇଚ୍ଛା ଅଛି ପାପୀ ମନୁଷ୍ୟ ଗୋଟେ ରକ୍ତ ଦ୍ଵାରା, ସୂଚି ଆଉ ଜୀବଜନ୍ତୁର ରକ୍ତ ଦ୍ଵାରା ଉଦ୍ଧାର ପାଇବ। କିନ୍ତୁ ପରମେଶ୍ୱର ଦେଖିଲେ ଯେ ଏ ସଂସାର କେବଳ ପାପମୟ ହେଇଗଲା, ଏ ପାପମୟ ସଂସାରକୁ କେବଳ ତାଙ୍କର ପୁତ୍ରଙ୍କର ବହୁମୂଲ୍ୟ ରକ୍ତ ଦ୍ଵାରା ହିଁ ଉଦ୍ଧାର କରିବାର ଅଛି। ତାଙ୍କର ପୁତ୍ରଙ୍କର ବହୁମୂଲ୍ୟ ରକ୍ତ ଦ୍ଵାରା ଉଦ୍ଧାର କରିବାର ଅଛି। ସେଥିପାଇଁ ପରମେଶ୍ୱର ପ୍ଲାନ କରିକି, ଯୋଜନା କରିକି ଯୀଶୁ ଖ୍ରୀଷ୍ଟଙ୍କୁ ଜଗତକୁ ପଠେଇଲେ। ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଜଗତଟା ଯାକର ପାପ ଆସି ଥୁଆ ହେଇଗଲା, ଦେଖନ୍ତୁ ବଳି ଯେତେବେଳେ ଯାଜକ ମାନଙ୍କ ନିକଟକୁ ବ୍ୟବସ୍ଥା ଅନୁସାରେ ଜିହୁଦୀ ମାନେ, ଇସ୍ରାଏଲ ଲୋକମାନେ ଆଉ ମେଷ ଶାବକ କି ଗୋବଛ ଯାହା ବଳି ପାଇଁ ନଉଥିଲେ, ସେମାନେ ସେ ଯେଉଁ ପଶୁ ନେଉଥିଲେ ତା ମସ୍ତକ ଉପରେ ହାତ ଥୋଇକି ଯାଜକ ଆଗରେ ସ୍ୱୀକାର କରୁଥିଲେ କେଉଁଥିପାଇଁ ସେମାନେ ବଳି ଆଣିଛନ୍ତି। ସେମାନଙ୍କର ପାପକୁ ସ୍ୱୀକାର କରୁଥିଲେ, ତାପରେ ବଳି ଦିଆଯାଉଥିଲା। ଆଜି ପିତା ପରମେଶ୍ୱରଙ୍କର ଯୋଜନା ଅନୁସାରେ, ଆଚ୍ଛା ଯୋହନ 1:29 ଟିକେ ପଢିଦେବେ କି? ଯୋହନ 1:29। ତହିଁ ଆର ଦିନ ସେ ଯୀଶୁଙ୍କୁ ମତେ ନିଜ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ପାଖକୁ ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବୋହି ନେଇ ଯାଆନ୍ତି। ବେଶ, ଈଶ୍ୱର ଗୋଟେ ମେଷ ଶାବକ ଜଗତକୁ ପଠେଇଛନ୍ତି। ସେ ମେଷ ଶାବକ ହଉଛନ୍ତି ଖ୍ରୀଷ୍ଟ ଯୀଶୁ। ଯେଉଁ ମେଷ ଶାବକ ବଳି ହେବା ଦ୍ଵାରା ଜଗତଟା ଯାକ ଉଦ୍ଧାର ପାଇବେ, ଯେଉଁମାନେ ବିଶ୍ୱାସ କରିବେ। ବିଶ୍ୱାସ ନ କରିବା ଲୋକ ଉଦ୍ଧାର ନାହିଁ। କିନ୍ତୁ ପରମେଶ୍ୱର ଯୋଜନା ପ୍ରସ୍ତୁତ କରି ଜଗତର ଉଦ୍ଧାର ପାଇଁ ଗୋଟେ ମେଷ ଶାବକ ପ୍ରସ୍ତୁତ କଲେ। ଆମେ ସେଇ ଯୋହନ ତାର 1:14 ଟିକେ ପଢୁ। 1:14। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ଦେଖନ୍ତୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବାକ୍ୟ ରୂପୀ ଈଶ୍ୱର, ପିତାଙ୍କର ମହିମା ବହନ କରି ଆସିଛନ୍ତି। ସେ ମେଷ ଶାବକ ହେଇ ଆସିଛନ୍ତି ସମସ୍ତ ପାପୀକୁ ଉଦ୍ଧାର କରିବା ପାଇଁ। ପରମେଶ୍ୱର ଦେଖିଲେ ଯେ କ୍ରୁଶ ଉପରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ଝୁଲୁଛନ୍ତି, ପରମେଶ୍ୱରଙ୍କର ବ୍ୟବସ୍ଥା ଅନୁସାରେ, ଚୁକ୍ତି ଅନୁସାରେ, ନୀତି ଅନୁସାରେ ଜଗତଟାକୁ ଉଦ୍ଧାର କରିବା ପାଇଁ ହେଲେ ଜଗତର ସମସ୍ତ ମନୁଷ୍ୟର ପାପ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୁଆ ଯିବାର ଦରକାର ଅଛି। ଯଦି ମୁଁ ସାଲିମକୁ ପଚାରିବି ଆଜି ପୃଥିବୀରେ କେତେ ଲୋକ ଥିବେ ସାଧାରଣତଃ, ସିଏ କହିବେ ନିଶ୍ଚୟ 750 crores above ଅଛନ୍ତି। 700 କୋଟିରୁ ଅଧିକ, କେହି କେହି 800 କୋଟିରୁ ଅଧିକ କହନ୍ତି। ଯାହା ହଉ, ମାନେ ଏତେ ଶହ ଶହ କୋଟି, 700 800 କୋଟି ଲୋକ ପୃଥିବୀରେ ଅଛନ୍ତି। ପିତା ପରମେଶ୍ୱର ଦେଖିଛନ୍ତି ଯେ ପୃଥିବୀର ବିନାଶ ପର୍ଯ୍ୟନ୍ତ ଏମିତି କେତେ ମଣିଷ ଆସିବେ, କେତେ ମଣିଷ ଯିବେ। କିନ୍ତୁ ସବୁ ମଣିଷ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର ଅଛି, ସବୁ ମଣିଷ ଉଦ୍ଧାର ପ୍ରାପ୍ତ ହବାର ଅଛି। ଏ ସବୁ ମଣିଷର ପାପ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୁଆଗଲା। ଯେତେବେଳେ ସବୁ ମଣିଷର ପାପ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୁଆଗଲା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋ ଲାଗି ସେଦିନ ପାପୀ ପରି ଦେଖାଗଲେ। ମୋ ଲାଗି, ମୋର ପାପ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୁଆଗଲା, ସେ ପାପୀ ପରି ଦେଖାଗଲେ। କିନ୍ତୁ ଅନ୍ୟ ପକ୍ଷରେ ପରମେଶ୍ୱର ମୋର ପାପ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୋଇ ମତେ ପରିତ୍ରାଣ ସାଧନ କରିବା ପାଇଁ ତାଙ୍କର ଅଭିନବ ବ୍ୟବସ୍ଥା, ସୁନ୍ଦର ବ୍ୟବସ୍ଥା ସେ କରିଛନ୍ତି। ତେଣୁ ଅଳ୍ପ ସମୟ ପାଇଁ ପ୍ରଭୁ ନିଜର ମୁଖ ଲୁଚେଇଲେ। ପାପ ସହିତ ପବିତ୍ର ପରମେଶ୍ୱରଙ୍କର ସମ୍ପର୍କ ନାହିଁ। ସେଇ ପବିତ୍ର ପରମେଶ୍ୱର ଆମମାନଙ୍କର ପାପ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଥୁଆଗଲା, ଯୀଶୁ ଖ୍ରୀଷ୍ଟ ମୋ ପାପ ପାଇଁ, ଆପଣଙ୍କର ପାପ ପାଇଁ ସେ ପାପୀ ବୋଲି ଗଣ୍ୟ ହେଲେ। ସେ ନିଷ୍ପାପୀ କିନ୍ତୁ ପାପୀ ବୋଲି ଗଣ୍ୟ ହେଲେ। ତେଣୁ ସେ ଆଉ ମନୁଷ୍ୟ ହିସାବରେ କହୁଛନ୍ତି, ଏ ମୋହର ଈଶ୍ୱର, ଏ ମୋହର ଈଶ୍ୱର। ଦେଖନ୍ତୁ, ଏଇଠି ପିତା ନ କହିକିରି
जेहेतु से 100% मनुष्य से 100% मनुष्य ही से पिता बोली संबोधन न करी हे मोर ईश्वर बोली कहउछंती। पापी मनुष्य जीशु ख्रीष्ट ठारे विश्वास करिया द्वारा जीशु ख्रीष्ट निज शरीर रे निज जीवन रे जो पाप बहन कले एवं दुख भोग कले रक्त आउ से दान कले से रक्त द्वारा से मनुष्य प्रायश्चित लाभ करिवो मुक्ति लाभ पाइबो उद्धार प्राप्त होबो अनंत जीवन प्राप्त होबो। ए कथा प्रभु जानिछंती जीशु भी जानिछंती। जेसा पुस्तक लिखा जाए स्वर्ग रे गोटे बैठक बसिला किए मनुष्य मान को पई उद्धार कार्य साधन करि परिबो के ही से लिखा अछि स्वर्ग रे नीरवता विराजमान हैला कोनसी दूत नाही चारि प्राण नाही शराबबाही नाही केही भी साहस करि पारलेनी सेतळे लिखा अछि आपणा दक्षिण हस्त प्रभु जीशु ख्रीष्ट से कहले मु अछि मते पठा मु जीवी जगतवासी को उद्धार करिया पाए। तेणु प्रभु जीशु ख्रीष्ट ताकू जानिछंती जगत को आसीबा जे केते कष्ट आ पाप को बहन करिवा केते कष्ट। तेणु गेत्समनी बगीचार जेतेबेले आ से क्रुसार्पितर पूर्व राति रे जीशु जाउछंती से कहले मु मृत्यु अनुभव करछि बोली कहले निज शिष्य मानु कहले मु मृत्यु को आस्वादन करूअछि। तेणु करी केतेक लेखक कहंती जीशु आ 3 दिन कबर रहिले जो कथा लेखा अछि आ जुनसंकर लक्षण से गुरुवार ठारू काउंट करिके 3 दिन कहंती जे जेतेबेले से मृत्यु अनुभव कले से मृत्यु अनुभव ठारू काउंट करी 3 दिन 3 राति कथा कहंती। तेणु से कथा हमर तो आलोचनार विषय नाही। जीशु काहे कि हे पित तो हे मोहर ईश्वर तू मते काहे कि परित्याग कल जेहेतु जगतटा जाक पाप मोर पाप जीशुଙ୍କ उपरे आउ थुआ गला जीशु से समय रे गोटे पापी परि देखा गले किंतु अन्य पक्षरे पिता परमेश्वरଙ୍କର योजना अनुसार आमान को उद्धार करिया पाए से मेष शावक ही आसीथिले आ से बलि उत्सर्ग कले से आपणा को उत्सर्ग कले से आपणा को उत्सर्ग करिया द्वारा आजी आमे पितांकर संधान पाइछु स्वर्गर संधान पाइछु जीवन रे किछि शांति पाइछु जीवन रे किछि आनंद पाइछु पितांक सहित हमर संपर्क अछि। से दिन अल्प समय परमेश्वर जीशुଙ୍କ ठारू अपना मुख लुचेवा द्वारा आमे लाभवान हेछु अल्प समय प्रभु जीशु ख्रीष्ट परित्यक्त हेबा द्वारा आमे लाभवान हेछु आशीर्वाद युक्त हेछु किंतु परमेश्वरଙ୍କର से अल्प समय मुख लुचेइबा अल्प समय आडुआळे रही जिबा अल्प समय परित्याग करिबा जीशु चाहिलेनी काहे कि पिता और पुत्र एक सृष्टि से माने मिसी करछंती उद्धार कथा मध्य मिसी की भाबिचंती कार्य करछंती योजना करछंती किंतु से उद्धार कार्य से सफल करिया को आछंती। देखंतु एठी पाप एते जगन्य दंड एठी आमे परिकल्पना करि परिबा सृष्टिकर्ता निजे पापर दंड को भोग करिया पाए से साहस करि पारनांती तेणु से प्रार्थना करछंती पिता तुमर इच्छा हेले ए पान पात्र मोठार गुंचेई दियो बोली कहउछंती। पापर दंड बहुत भयानक किंतु प्रभु आमन को आशीर्वाद करछंती तांको पुत्र को क्रूस रे ग्रहण करी अल्प समय तांको भूली जाई अल्प समय तांको परित्याग करी अल्प समय आपना को आडुआळे रखी आमको आशीर्वाद करछंती। तेणु जीशु कहले हे मोहर ईश्वर तुमे मते काहे कि परित्याग कल मु तो निर्दोष पूर्व जेमती निर्दोष थिली आज भी सेमती निर्दोष पूर्व तुम सहित जेमती पवित्र थिली आज मु सेमती पवित्र मते काहे छाड़ी देल किंतु परमेश्वरଙ୍କର इच्छा से पुत्रଙ୍କର इच्छा थिला किछि समय पाप बोझ बहन करिया द्वारा जगत उद्धार प्राप्त हबो। आज आमानकर उद्धार पाए प्रभु जीशु ख्रीष्ट अल्प समय पितांक ठारू परित्यक्त हेले। प्रभु आमानकु ए संक्षिप्त वाक्य द्वारा आशीर्वाद करंतु जे प्रभुंकर संगति सबले आमने आउ रखिवा पाए जीवन रे पाइया पाए आमे चेष्टा करिवा दरकार दिन मध्य रे आमे समय निर्धारण करी गोटे समय रे प्रभुंकर उपासना अध्ययन करिवा द्वारा प्रभुंकर संगति आमानकु जीवन को शक्ति युक्त करिवो। प्रभु ए समस्त समय सकाशे गौरवान्वित होंतु ए सुजोग देइथिबारु मु रियल मिनिस्टर को पुनर्बार धन्यवाद दूची मते शुणिथिबारु आपण मानकु मते धन्यवाद। प्रभु समस्त को आशीर्वाद करंतु। नमस्कार।
धन्यवाद सर सुंदर वाक्य पाई अति सुंदर भावरे आपण वाक्य को एक्सप्लेनेशन करी अछंती वाक्य को रखी अछंती वास्तव रे चतुर्थ वाणी को आमाने सुनिलु प्रभु दासों को ठारू आमानकर व्यक्तिगत जीवन रे पारिवारिक जीवन रे मांडलिक जीवन रे अति आवश्यक जे प्रभु मो पाई आपण मानको पाई ए जगत प्रत्येक लोक मानको पाई किसी समय पे परमेश्वर को ठारू से जो दूरे जाउछंती जाकि प्रभु दास अति सुंदर भाव रे ताहाको प्रकाश करिसंती आसंतु एक उच्च करताल दे प्रभु को धन्यवाद देबा तांको दास आ मो अनुरोध करूछि आमानक मध्य रे दुई जन पालक अछंती पिपली रो पालक अछंती और रेवरेंड मोसा पानी सर मते सुनी पारुछंती आ जिरांग मंडली रो पालक अछंती पास्टर रेवरेंड दाऊद जेना सर हाँ आज्ञा शुणी पारुछे हां हां नमस्कार नमस्कार आमर जेना सर प्रार्थना करिवे आज सुंदर वाक्य आमे श्रवण करिछु उक्त वाक्य को जेपरि आमे हृदय रे रखिबो वाक्य अनुसार चली परिबो सेथि निमंते सुनिथिबा प्रत्येक लोकंक निमंते एवं यूट्यूब माध्यम रे भी अनेक लोक वाक्य सुनंती से माने मध्य वाक्य को बुझी पारिबे हृदय रे रखि पारिबे सेथि निमंते वाक्य देथिबा प्रभुंकर दास पराड सारंक पई तांको परिवार पई सेवा कार्य पई प्रार्थना रे स्मरण करंतु ता सहित आओ आओ लेंगेर मो माउसी पुओ दान प्रधान तांको पुओ शनिवार दिन से पड़ी जाइछंती गछरु ए जो हजरी रविवार पई से फूल तुलेबा पई जाइथिले गछरु पड़ी जाइछंती तांको मुंडरे आघात होईछि आओ तांको पाळाकेंडी मेडिकल नेले पाळाकेंडी मेडिकल रु बरमपुर मेडिकल नेइछंती तांको ऑपरेशन करिवे बोली कहउछंती आओ तांको सुस्थता पई प्रार्थना करिबा दान प्रधानकर पुओ तांको सुस्थता पई प्रार्थना करिबा सेही भली आमानकर रेवरेंड सत्यवान आनंद सारंक देह भी असुस्थ अछि से भी पड़ी जाइछंती तांकर सुस्थता पई प्रार्थना करिबा अभिमन्यु गांटा भाई अभिमन्यु पासपुरेडी भाई आओ सुनीर स्वामी तांको देह भी असुस्थ अछि तांको सुस्थता पई मध्ये प्रार्थना करिबा ता सहित जानत अजानतरी अनेक लोक असुस्थ अछंती समस्तंकर सुस्थ सबल पाई प्रार्थना रे स्मरण करिबा ए समस्त विषय नै प्रभु को दास आओ जेना सर प्रार्थना करंतु जेना सर को प्रार्थना सरिला परे आओ लाभवान रावल सर आदर्श प्रार्थना एवं आशीर्वाद रो प्रार्थना करिवे समस्त नमस्कार आसंता माने प्रार्थना करिबा महिमामय स्वर्गस्थ पिता